ଯେତେବେଳେ ଜଣେ ସରଳ ମଣିଷଟିଏ ରାଜନୀତିକୁ ଆସେ, ତା ରାସ୍ତା ଟିକେ କଠିନ ହୋଇଯାଏ କି? ନିଶ୍ଚିତ ଭାବରେ କଷ୍ଟ, ବହୁତ କଷ୍ଟ। ମୁଁ ବହୁତ ଜଣଙ୍କୁ ସରଳରେ ବିଶ୍ୱାସ କରିଥିଲି, ବିଶ୍ୱାସ କରି ବହୁତ କଷ୍ଟ ମଧ୍ୟ ପାଇଛି। ଆପଣ ବହୁତ ସଫ୍ଟ ନେଚରର। କିନ୍ତୁ ଯେତେବେଳେ ଆମେ ପଲିଟିକ୍ସ କଥା ହଉ, ଗୋଟେ ପଲିଟିକ୍ସ ସହିତ ସବୁବେଳେ ଗୋଟେ ୱାର୍ଡ ଯୋଡ଼ି ହୁଏ, ବ୍ୟାଡ୍ ପଲିଟିକ୍ସ ହେଇଯାଉ, ପିଟି ପଲିଟିକ୍ସ ହେଇଯାଉ। ମୁଁ ନିଶ୍ଚିତ ଭାବରେ ବହୁତ ଶାନ୍ତ, ବହୁତ ସିମ୍ପଲ ଲିଭିଂରେ ଚିନ୍ତା କରେ। କିନ୍ତୁ ତା ମାନେ ନୁହେଁ ସୋସିଆଲ ମିଡ଼ିଆ ଆସିବା ଫଳରେ ଗୋଟେ ଜିନିଷ ଭଲ ହେଇଛି କି ଟ୍ରାନ୍ସପାରେନ୍ସି ଟିକେ ଅଧିକ ଆସିଯାଇଛି। ଯେତେବେଳେ ଟ୍ରାନ୍ସପାରେନ୍ସି ଆସେ ବହୁତ ଅଧିକ, ସେ କରପ୍ସନ୍ ଟିକେ କମିଯାଏ କି? ଲୋକମାନଙ୍କୁ ସଚେତନ ହବାର ଅଛି ମୋ ମତରେ। ତ ଆପଣ ବହୁତ କମ୍ ବୟସରେ ବି ପଲିଟିକ୍ସକୁ ଆସିଥିଲେ। ଆପଣ କ'ଣ ଭାବନ୍ତି ୟୁଥ୍ ପଲିଟିକ୍ସକୁ ଆସିବା ଦରକାର ନା କିଛି ବର୍ଷ ଏକ୍ସପିରିଏନ୍ସ ପରେ ଆସିବାଟା ବେଟର? ମୋର ବାପାଙ୍କ ସହିତ ପିଲାବେଳୁ ରାଜନୀତି ସହିତ ଜଡ଼ିତ। ୟୁଥ୍ ମାନଙ୍କ ଭିତରେ ଗୋଟେ କିଛି କାମ କରିବା ପାଇଁ ଇଚ୍ଛା ଶକ୍ତି, ପ୍ୟାସନ ଥାଏ। ସାର୍ ଯଦି ଆମେ ଓଡ଼ିଶାକୁ ଦେଖିବା, ଓଡ଼ିଶାର କ'ଣ ଆଜିକା ଡେଟ୍‌ରେ ସମସ୍ୟା ଅଛି? ଓଡ଼ିଶାରେ ଯାହା ଅଛି ହୁଏତ ସାରା ବିଶ୍ୱରେ ତାହା ନାହିଁ। ନମସ୍କାର ସାର୍। ନମସ୍କାର। ବେଷ୍ଟ ଇନ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ଥ୍ୟାଙ୍କ ୟୁ ସୋ ମଚ୍। ସାର୍, ପ୍ରିୟ ଅଭିନେତା ହିସାବରେ ଓଡ଼ିଶାର ଲୋକ ଆପଣଙ୍କୁ ଜାଣିଥିଲେ। ତାପରେ ଓଡ଼ିଶା ଲୋକଙ୍କର ପ୍ରିୟ ନେତା ବି ଆପଣ ହେଲେ। ଯଦି ମୁଁ ଆକାଶ ଦାସ ନାୟକଙ୍କୁ ପଚାରେ କି ନିଜକୁ ଇଣ୍ଟ୍ରୋଡ୍ୟୁସ୍ କରିବା ପାଇଁ କେମିତି ଆକାଶ ଦାସ ନାୟକ ଇଣ୍ଟ୍ରୋଡ୍ୟୁସ୍ କରିବେ? ନିଜକୁ ମୁଁ ଜଣେ ଆକ୍ଟର ବା ରାଜନେତା ଭାବରେ ନୁହେଁ, ଜଣେ ସାଧାରଣ ମଣିଷ, ଜଣେ ଭଲ ମଣିଷ। ଅ, ମୋର ଆରମ୍ଭରୁ ହିଁ ଗୋଟେ ଲକ୍ଷ୍ୟ ଥିଲା ଯେ ଲୋକମାନଙ୍କ ହୃଦୟରେ ରହିବା। ସେ ଜଣେ ଅଭିନେତା ହିସାବରେ ହଉ ବା ଜଣେ ରାଜନେତା ହିସାବରେ ହଉ, ଯଦି ସେତିକିଟା ରହିପାରିଲି ହୃଦୟରେ, ଜଣେ ଭଲ ମଣିଷ ଭାବରେ, ଜଣେ ମନର ମଣିଷ ଭାବରେ, ତାହେଲେ ମୁଁ ଭାବୁଛି ମୋର ଜୀବନ ସାର୍ଥକତାଟା ସେଇ ହିଁ ହବ। ନିଶ୍ଚିତ ସାର୍। ସବୁ ଓଡ଼ିଆମାନଙ୍କ ମନ ଭିତରେ ଆପଣ ରହିଯାଇଛନ୍ତି। ଆପଣଙ୍କ ବ୍ୟବହାର ସମସ୍ତ ଓଡ଼ିଆବାସୀଙ୍କୁ ବହୁତ ଭଲ ଲାଗେ। ଏତେ ଭଦ୍ର, ଏତେ ନମ୍ର। ସାର୍, ଏଇଟା ଆପଣଙ୍କ ସତରେ ନେଚର ନା ଏମିତି ଆପଣ ଅଭିନେତା, ନେତା ସେଥିପାଇଁ ଆକ୍ଟିଂ କରିବାକୁ ପଡ଼େ? ନାଇଁ, ମୋର ପିଲାବେଳୁ ହିଁ ନେଚରଟା ହିଁ ଏବଂ ମତେ ଲାଗେ ଯେ ଅ, ୟାର କ୍ରେଡିଟଟା ବା ୟାର ଶ୍ରେୟଟା ମୋର ବାପା ମାଙ୍କୁ ଯିବା ଉଚିତ, କାରଣ ସେମାନଙ୍କ ସଂସ୍କାରରେ ହିଁ ମୁଁ ଆଜି ଯାହା ବି ହେଇଛି, ସେମାନଙ୍କ ଶିକ୍ଷା ଏବଂ ସେମାନଙ୍କ ସଂସ୍କାର ଫଳରେ ହେଇଛି। ପିଲାମାନେ ହୁଏତ ସେମାନେ ମତେ ଏଇଭଳି ଭାବରେ ଗଢିଛନ୍ତି। ନିଶ୍ଚିତ ସାର୍। ସାର୍, ଯେତେବେଳେ ମୁଁ ଆପଣଙ୍କ ନାଁଟା ଶୁଣେ ମତେ ବହୁତ ଇଣ୍ଟରେଷ୍ଟିଂ ଲାଗେ। ଆକାଶ ଦାସ ନାୟକ। ହଁ। ଆ ଯେତେବେଳେ ମୁଁ ଆପଣଙ୍କ ଇଣ୍ଟରଭ୍ୟୁଜ୍ ଦେଖିଲି, ତାପରେ ଜାଣିଲି କି ଆପଣ ଛୋଟବେଳେ ବହୁତ ସରଳତାର ସହିତ କହିଦେଇଥିଲେ କି ମୋ ମା-ବାବାଙ୍କୁ ଖରାପ ନ ଲାଗୁ, ଦାସ ଆଉ ନାୟକ ରହୁ। କିନ୍ତୁ ଆଉ ଗୋଟେ ଜିନିଷ କହିବି ସାର୍, ଆଜିକା ଡେଟ୍‌ରେ ଆମେ ୱିମେନ୍ ରାଇଟ୍ସ କଥା ବହୁତ କଥା ହଉ। କି ପାଟ୍ରିଆର୍କାଲ ସୋସାଇଟିରେ କୋଉଠି ନା କୋଉଠି ଟିକେ ୱିମେନ୍ ପଛରେ ରହିଯାଉଛନ୍ତି, ତାଙ୍କ ରାଇଟ୍ସ ପଛରେ ରହିଯାଉଛନ୍ତି। କିନ୍ତୁ ସାର୍, ସେତେବେଳେ ଆପଣଙ୍କ ବାବା ଭାବିଲେ କି ନାଇଁ, ମାଙ୍କ ସରନେମ୍‌ଟା ବି ରହିବ। ଏଇଟା ସାର୍ କେତେ ପ୍ରୋଗ୍ରେସିଭ୍ ଥଟ୍, ଆପଣ କେବେ ଭାବିଛନ୍ତି ଆଜିକା ଡେଟ୍‌ରେ? ନିଶ୍ଚିତ ଭାବରେ ସେ ସମୟରେ ଗୋଟେ ପ୍ରୋଗ୍ରେସିଭ ଇଏ ଥିଲା ଏବଂ ଇଭେନ୍ ସେମ୍ କଥା ଯେତେବେଳେ ମୋର ପିଲାମାନେ, ମୋର ପୁଅ ପାଠ ପଢିବାକୁ ଗଲା, ତ ମୁଁ ତ ପଚାରିଲି ଯେ ନାଇଁ ନାଇଁ, ମୁଁ ଏଇ ଟାଇଟଲଟା ରଖିବି। ତ ମୁଁ ବେସିକାଲି କହିବାକୁ ଚାହେଁ ଯେ ସେ ମୋ ଉପରେ ଛାଡି ଦେଇଥିଲେ। ସେ କାହାର ଟାଇଟଲ ରଖିବୁ ନ ରଖିବୁ, କିମ୍ବା ମତେ ଏମିତି ବି କହିଥିଲେ ଟାଇଟଲ ନ ରଖିଲେ ବି ଚଳିବ, ଖାଲି ଆକାଶ ରଖିଲେ ବି ଚଳିବ, ସେ ଏତେ ପ୍ରୋଗ୍ରେସିଭ ଥିଲେ। ତେଣୁ ସେ ମୋ ଉପରେ ଛାଡିଥିଲେ ଯେ ଟାଇଟଲଟା କଣ ରହିବ। ତେଣୁ ନିଶ୍ଚିତ ଭାବେ ସେଇ ସମୟରେ ମତେ ଲାଗିଲା ଯେ ଉଭୟଙ୍କ ଟାଇଟଲ ରଖିବି, ମାଙ୍କ ଟାଇଟଲ ବି ରଖିବି, ଦାସ ବି ରଖିବି, ନାୟକ ବି ରଖିବି। ମତେ ଲାଗୁଛି ଗୋଟେ ୟୁନିକ୍ ଟାଇଟଲ ବି ହେଇଗଲା ଏବଂ ସେ ସ୍ମୃତିଟାକୁ ଆମେ ବର୍ତ୍ତମାନ ଆଗକୁ ବଢେଇକି ନବୁ। ନିଶ୍ଚିତ ସାର୍। ମୁଁ କିନ୍ତୁ ସାର୍ ଏଇଟା ଯେତେବେଳେ ଜାଣିଲି ମତେ ଲାଗେ କି ଆପଣଙ୍କ ବାବା ବହୁତ ପ୍ରୋଗ୍ରେସିଭ୍ ଥିଲେ। ନିଶ୍ଚୟ। କାହିଁକି ସେତେବେଳେ ସମାଜରେ ଏଇଟା କରିବା ଗୋଟେ ଛୋଟ ଜିନିଷ ବି ନଥିଲା। ସାର୍, ଆପଣଙ୍କ ବାବା ମାୟାଧର ନାୟକ, ଯିଏ ଜଣେ ଶ୍ରମିକ ନେତା ଥିଲେ। ସାର୍, ତାଙ୍କ ଇଡିଓଲୋଜି କୋଉ ଇଡିଓଲୋଜି ଏବେ ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଅ, ଇମ୍ପାକ୍ଟଫୁଲ ହେଇକି ରହିଛି? ମୋର ବାପା ଜଣେ ସଂଗ୍ରାମୀ ଶ୍ରମିକ ନେତା ଏବଂ ଜଣେ ବିଶିଷ୍ଟ ସାହିତ୍ୟିକ ଲେଖକ, ଶ୍ରୀଯୁକ୍ତ ମାୟାଧର ନାୟକ, ଯିଏ ପାଖାପାଖି ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ୱ ମୁଁ କହିବି, ସେ ଓଡ଼ିଶାରେ ଶ୍ରମିକ ମାନଙ୍କ ସମସ୍ୟା, ଚାଷୀ ମାନଙ୍କ ସମସ୍ୟା ନେଇ କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ଆଦିବାସୀ ମାନଙ୍କ ସମସ୍ୟା ଏବଂ ସାରା ଓଡ଼ିଶାରେ ଜଣେ ଆଦର୍ଶବାଦୀ ସଂଗ୍ରାମୀ ଶ୍ରମିକ ନେତା ଭାବରେ ଜଣାଶୁଣା। ଏବଂ ତାଙ୍କର ଏ ପର୍ଯ୍ୟନ୍ତ ଏବେ ମଧ୍ୟ ସେ ଲେଖୁଛନ୍ତି। ପାଖାପାଖି 60ରୁ ଉର୍ଦ୍ଧ୍ୱ ଉପନ୍ୟାସ ଏବଂ କବିତାର ସଂକଳନ ହେଇସାରିଛି, ଅନେକ ଗୁଡ଼ିଏ ବହି ସେ ଲେଖି ସାରିଛନ୍ତି। ମୋର ବାପାଙ୍କର ମୂଳତଃ ମତେ ଲାଗେ ଆଦର୍ଶ ହଉଛି ଜଣେ ମାନବବାଦୀ।
ଯଦିଓ ସେ ବାମପନ୍ଥୀ ଚିନ୍ତାଧାରାରୁ ଆସିଛନ୍ତି ଏବଂ ଅନେକ ବର୍ଷ ଧରି ସେ କାମ କରି ଆସିଛନ୍ତି ଶ୍ରମିକମାନଙ୍କ ପାଇଁ, କୃଷକମାନଙ୍କ ପାଇଁ, କିନ୍ତୁ କୋଉଠି ନା କୋଉଠି ମତେ ଲାଗେ ଯେ ତାଙ୍କର ହୃଦୟଟା ସବୁବେଳେ ଭାରି କୋମଳ, ସମ୍ବେଦନଶୀଳ, ଅ ମଣିଷର, ସାଧାରଣ ମଣିଷର ସମସ୍ୟାକୁ ନେଇ। କେବଳ ମଣିଷ ନୁହେଁ, ମୁଁ କହିବି ସମସ୍ତଙ୍କ ପାଇଁ, ପଶୁ ପକ୍ଷୀ ତାଙ୍କର ଗପରେ ଆପଣମାନେ ଦେଖିବେ ଯେ ପଢିବେ, କେବଳ ମଣିଷ ପାଇଁ ନୁହେଁ, ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ସ୍ୱର ଉଠେଇଛନ୍ତି। ଯୋଉଠି 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 ଅନ୍ୟାୟ ଅତ୍ୟାଚାର ହେଇଛି ତାଙ୍କ ଲେଖନୀ ମାଧ୍ୟମରେ ସେ ମଧ୍ୟ ସେ ତାର ସ୍ୱର ଉତ୍ତୋଳନ କରିଛନ୍ତି। ନିଶ୍ଚିତ ସାର୍। ସାର୍ ଯେତେବେଳେ ଆମେ ଆପଣଙ୍କୁ ଦେଖୁ ଆମେ ଭାବୁ କି ଆପଣ ବହୁତ ସଫ୍ଟ ନେଚରର। କିନ୍ତୁ ଯେତେବେଳେ ଆମେ ପଲିଟିକ୍ସ କଥା ହଉ ଗୋଟେ ପଲିଟିକ୍ସ ସହିତ ସବୁବେଳେ ଗୋଟେ ୱାର୍ଡ ଯୋଡ଼ି ହୁଏ। ବ୍ୟାଡ୍ ପଲିଟିକ୍ସ ହେଇଯାଉ, ପିଟି ପଲିଟିକ୍ସ ହେଇଯାଉ। ଯେତେବେଳେ ପଲିଟିକ୍ସକୁ ଆସିଲେ ବାବା ମନା କଲେନି ନାଇଁ ତୁ ଏତେ ଶାନ୍ତ ପଲିଟିକ୍ସକୁ ଗଲେ ପ୍ରୋବ୍ଲେମ ହବ? ନାଇଁ, ମୁଁ ନିଶ୍ଚିତ ଭାବରେ ବହୁତ ଶାନ୍ତ, ବହୁତ ସିମ୍ପଲ ଲିଭିଂରେ ଚିନ୍ତା କରେ, କିନ୍ତୁ ତା ମାନେ ନୁହେଁ ନିଶ୍ଚିତ ଭାବରେ ମୁଁ ପିଲାବେଳୁ ଯାହା ବି କରିଛି, ବାପା ମା ଉଭୟ ମତେ ସେଥିରେ ଗୋଟେ ଖୋଲା ଭାବରେ ସମର୍ଥନ ଦେଇ ଆସିଛନ୍ତି। ଯେତେବେଳେ ଅଭିନୟ କରିବାକୁ ଚାହିଁଲି କହିଲେ ହଁ ଅଭିନୟ କର, ତୋର ଯାହା ଇଚ୍ଛା ଅଛି କର। ଯେତେବେଳେ ମୁଁ ଚାହିଁଲି ଯେ ସକ୍ରିୟ ରାଜନୀତିକୁ ଆସିବି, ସେତେବେଳେ ମଧ୍ୟ ସେ ଗୋଟିଏ କଥା ସେମାନେ କହିଥିଲେ ଯେ ତତେ ଯଦି ଠିକ ଲାଗୁଛି ତୁ ଏ ରାସ୍ତାରେ ଯାଇପାରିବୁ ତାହେଲେ ଯା। କିନ୍ତୁ ନିଜେ ସେ ସଂଘର୍ଷ କରିଛନ୍ତି, ଅନେକ ଦିନ ରାଜନୀତିରେ ଥିଲେ, ସେ ସମୟରେ ମଧ୍ୟ ଆକ୍ଟିଭ ପଲିଟିକ୍ସ କରୁଥିଲେ। ମୁଁ ରାଜନୀତିକୁ ଆସିଲା ପରେ ସେ ଟିକେ ଦୂରେଇ ଗଲେ ରାଜନୀତି ଠାରୁ, କିନ୍ତୁ ସେ ଚାହିଁଲେ ଯେ ଠିକ ଅଛି ମୁଁ ଗୋଟେ ସଂଘର୍ଷମୟ ରାସ୍ତା ବାଛିଥିଲି, ଗୋଟେ ସମାଜର ବା ଗୋଟେ ସ୍ରୋତର ବିପରୀତ ଦିଗରେ ଯିବାର ରାସ୍ତା ବାଛିଥିଲି। ତୁ ଯଦି ଚାହୁଁଛୁ ଯେ ସରକାରକୁ ଆସି ବା ଗୋଟେ ମେନ୍ ଷ୍ଟ୍ରିମ୍ ପଲିଟିକ୍ସକୁ ଆସି କିଛି କାମ କରିବା ପାଇଁ, ତାହେଲେ ସେଟା କର। ଏବଂ ସେ ମତେ ଉତ୍ସାହିତ କରିଥିଲେ କରିବା ପାଇଁ। ତାପରେ ମୁଁ ରାଜନୀତିକୁ ଆସିଥିଲି। କିନ୍ତୁ ଏହା ସତ୍ୟ ଯେ ରାଜନୀତିକୁ ଅନେକ ଜଣ ଭାବନ୍ତି ରାଜନୀତି ଗୋଟେ କଣ୍ଟକିତ ପଥ, ଗୋଟେ ପଙ୍କିଳ ପଥ, ଯେ ବହୁତ ପଙ୍କ ଅଛି। ପ୍ରାୟ ଭଦ୍ରଲୋକମାନେ, ଯୋଉମାନେ ହ୍ୱାଇଟ୍ କଲର କୁହାଯାଏ ଯୋଉମାନଙ୍କୁ, ସେମାନେ ରାଜନୀତିକୁ ଆସିବାକୁ ଚାହାନ୍ତିନି। ଦୂରରୁ ରହି ସେମାନେ ରାଜନୀତିକୁ ଆଲୋଚନା ସମାଲୋଚନା କରନ୍ତି। ରାଜନୀତି ଭଲ ନୁହେଁ, ରାଜନୀତି ଖରାପ, ରାଜନୀତି ଯୋଉମାନେ କରୁଛନ୍ତି ସେମାନେ ଖରାପ, ଏ କଥା ଆଲୋଚନା କରନ୍ତି। କିନ୍ତୁ ମତେ ବ୍ୟକ୍ତିଗତ ଭାବରେ ଲାଗେ ଯେ ଭଲ ଲୋକମାନେ ରାଜନୀତିକୁ ନ ଆସିଲେ ରାଜନୀତି ବଦଳିବ ନାହିଁ। ଏବଂ ରାଜନୀତି ଏକ ଏଭଳି ଶବ୍ଦ ବା ଏଭଳି ଏକ ମାଧ୍ୟମ ଯାହା ମାଧ୍ୟମରେ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ହୁଏ ଏବଂ ଯାହା ମାଧ୍ୟମରେ ସମସ୍ତଙ୍କର ଭବିଷ୍ୟତ ନିର୍ମାଣ ହୁଏ। ତେଣୁ ଡାଇରେକ୍ଟଲି ଇନଡାଇରେକ୍ଟଲି ଆମେ ସମସ୍ତେ ରାଜନୀତି ସହିତ ଜଡିତ, କେହି ମାନୁ ବା ନ ମାନୁ। ମତେ ଲାଗିଲା ଯେ ମତେ ମୋର ପାର୍ଟଟା ଯାହା ଅଛି ମୋ ସୋସାଇଟି ପାଇଁ, ମୋର ଦେଶ ପାଇଁ, ମୋର ମାଟି ପାଇଁ, ତାହା କରିବା ପାଇଁ ମତେ ସକ୍ରିୟ ରାଜନୀତିକୁ ଆସିବା ଉଚିତ। ନିଶ୍ଚିତ ସାର୍। ରାଜନୀତିକୁ ଭଲ ଲୋକ ନ ଆସିଲେ ହୁଏତ ରିଫର୍ମ ହେଇପାରିବ ନାହିଁ ଆମେ ଯାହା ଚାହୁଁଛନ୍ତି। କେବଳ ସମାଲୋଚନା କରିବା ଦ୍ୱାରା କେବେ ବି ହେଇପାରିବ ନାହିଁ। କିନ୍ତୁ ସାର୍ ଯେତେବେଳେ ଜଣେ ସରଳ ମଣିଷଟିଏ ରାଜନୀତିକୁ ଆସେ ତା ରାସ୍ତା ଟିକେ କଠିନ ହୋଇଯାଏ କି? ବ୍ୟକ୍ତିଗତ ଭାବେ ମୁଁ କହିବି ଯେ ନିଶ୍ଚିତ ଭାବରେ କଷ୍ଟ, ବହୁତ କଷ୍ଟ। ମୁଁ ବହୁତ ଜଣକୁ ସରଳରେ ବିଶ୍ୱାସ କରିଥିଲି, ବିଶ୍ୱାସ କରି ବହୁତ କଷ୍ଟ ମଧ୍ୟ ପାଇଛି, କିନ୍ତୁ ଶିଖୁଛି। ମାନେ ନୁହେଁ ଯେ ଥରେ ପଡିଯିବା ଏବଂ ପଡିଗଲା ପରେ ପୁଣି ଉଠିକି ନ ଦୌଡ଼ିବା। ଯୋଉ ପର୍ଯ୍ୟନ୍ତ ହାର ନ ମାନିଛି ମୁଁ ଭାବୁଛି ସେଟା ପ୍ରକୃତ ହାର ନୁହେଁ। ତେଣୁ ରାଜନୀତିରେ ତ ନିଶ୍ଚିତ ଭାବରେ ପଡିବା ଉଠିବା ଅଛି, ସେଟବ୍ୟାକ୍ ମଧ୍ୟ ଅଛି, ପଛରେ ବହୁତ ଲୋକ ବିନା କାରଣରେ ମଧ୍ୟ ଶତ୍ରୁତା କରିବାଟା ସେଟା ମଧ୍ୟ ଅଛି। ଏଟା ପାର୍ଟ ଅଫ ଦ, ମୁଁ ଭାବୁଛି ପଲିଟିକ୍ସଟା ଏଟା ଗୋଟେ କେବଳ ରାଜନୀତିରେ ନୁହେଁ, ଏଟା ପ୍ରତ୍ୟେକ କ୍ଷେତ୍ରରେ ଅଛି। ଏଟା ସିନେମା ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିଛି ମୁଁ ଅଛି, ଏଟା କର୍ପୋରେଟ ୱାର୍ଲଡରେ ମଧ୍ୟ ଅଛି, ପ୍ରତ୍ୟେକଟି କ୍ଷେତ୍ରରେ ଏହା ଅଛି। କିନ୍ତୁ ସେ ସବୁକୁ ଯଦି ପଛରେ ପକେଇଦବା, ଆମେ ଯଦି ମୁଁ ନିଜ ମୋ କଥା କହିବି, ମୋ ପାଇଁ କଠିନ ନିଶ୍ଚିତ ଭାବରେ ହେଲା, ବହୁତ କଷ୍ଟକର ପଥ ହେଲା, କିନ୍ତୁ ରାଜନୀତିକୁ ଆସିକି ବହୁତ ଭଲ କାମ କରି ମୁଁ ବହୁତ ଆତ୍ମସନ୍ତୋଷ ମଧ୍ୟ ପାଇଛି। ବହୁତ ଭଲ କାମ କରିବାର ସୁଯୋଗ ମିଳିଛି ମୋର ମାଟି ପାଇଁ, ମୋର ନିର୍ବାଚନ ମଣ୍ଡଳୀ ପାଇଁ, ଏବଂ ଯୋଉ ଦାୟିତ୍ୱ ମତେ ମିଳିଥିଲା ଯୋଉ ସମୟରେ ସାରା ଓଡିଶାରେ କିଛି କାମ କରିବା ପାଇଁ, ସେତେବେଳେ ମଧ୍ୟ କିଛି ଭଲ କାମ କରିଛି। ଏବଂ ସେ ଭଲ କାମର ଯେତେବେଳେ ସୁଫଳ ମୁଁ ଦେଖୁଛି, ତାର ସେ ଆତ୍ମସନ୍ତୋଷ ମଧ୍ୟ ମୁଁ ପାଉଛି। ନିଶ୍ଚିତ ସାର୍। ସାର୍ ଆପଣ ଯେହେତୁ ବହୁତ ସରଳ, ବହୁତ ଭଦ୍ର,
ଆପଣଙ୍କ ସହିତ ଲୋକମାନେ କଥା ହବା ପାଇଁ ବହୁତ କମ୍ଫର୍ଟେବଲ ଥିବେ ବୋଲି ମୁଁ ଭାବୁଛି। କିନ୍ତୁ ସାର୍ ଯେତେବେଳେ ପବ୍ଲିକ୍ ସର୍ଭାଣ୍ଟଙ୍କ କଥା ଆସେ, ସେ ରାଜନେତା ହେଇଯାଆନ୍ତୁ ଅବା ବ୍ୟୁରୋକ୍ରାଟ୍ସ ହେଇଯାଆନ୍ତୁ, ପବ୍ଲିକ୍ ମାନଙ୍କ ଭିତରେ ଗୋଟେ ଡର ଥାଏ। ପବ୍ଲିକ୍ ଫିଅର ଗୋଟେ ଥାଏ କି ଯଦି କୌଣସି ବି ଅନ୍ୟାୟ ସେମାନେ କରୁଛନ୍ତି କିମ୍ବା ଆମେ ଦେଖୁଛୁ କିମ୍ବା ତାଙ୍କ ଏଗେନଷ୍ଟ ଆମେ କିଛି ବି ୱେରେ ଯାଉଛୁ, ସେମାନେ ଆମକୁ ବହୁତ ହଇରାଣ କରିବେ। ସାର୍ ଏଇ ଜିନିଷଟା ସତ ନା ମିଛ? ପବ୍ଲିକ୍ ସର୍ଭାଣ୍ଟଙ୍କ କଥା କହୁଛନ୍ତି? ଆଜ୍ଞା। ପବ୍ଲିକ୍ ସର୍ଭାଣ୍ଟସ୍ ରାଜନେତା ହେଇଯାଆନ୍ତୁ କିମ୍ବା ବ୍ୟୁରୋକ୍ରାଟ୍ସ ହେଇଯାଆନ୍ତୁ, ହୁଁ, ହୁଁ, କେହି ବି। ହୁଁ। ନିଶ୍ଚିତ ଭାବରେ ଯୋଉମାନେ ରାଜନେତା ମାନେ ହୁଅନ୍ତୁ ବା ଯୋଉମାନେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ହୁଅନ୍ତୁ, ଲୋକମାନଙ୍କ ନିଶ୍ଚିତ ଭାବରେ ଗୋଟେ ତାଙ୍କ ପ୍ରତି ଭୟ ରହି ଆସିଛି ବା ଗୋଟେ ଅ, ଦୂରତ୍ୱ ରହି ଆସିଛି ହୁଁ। ଅନେକ ସମୟରେ ମୁଁ କହିବି। କାରଣ ଜଣେ ଯେତେବେଳେ ପାୱାରରେ ଥାଏ ଏବଂ ଜଣେ ପାୱାର ନଥାଏ ସାଧାରଣ ମଣିଷଟିଏ, ନିଶ୍ଚିତ ଭାବରେ ଗୋଟେ ସଙ୍କୋଚ ଥାଏ। ହୁଁ। ଆ, କିନ୍ତୁ ମତେ ଲାଗୁଛି ଧୀରେ ଧୀରେ ଦୂରେଇଲାଣି, ସେ ସମୟ ଧୀରେ ଧୀରେ ଦୂରେଇଲାଣି। ମୁଁ ସମୟର ପରିବର୍ତ୍ତନଟା ମଧ୍ୟ ଦେଖୁଛି। ଗୋଟେ ସମୟରେ ଆମେ ଆ, ସାଧାରଣ ଲୋକଟିଏ ସୂଚନା ପାଇପାରୁନଥିଲା, ବର୍ତ୍ତମାନ ଅନେକ ଗୁଡ଼ିଏ ଅଧିକାର ସାଧାରଣ ଲୋକଙ୍କ ପାଖକୁ ଆସିଲାଣି ହୁଁ। ଏବଂ ସାଧାରଣ ଲୋକଟିଏ ମଧ୍ୟ ତାର ନିଜର ଅଧିକାର ସାବ୍ୟସ୍ତ କରୁଛି ଏବଂ ସଚେତନ ହେଲେଣି। ହୁଁ। ଜନସାଧାରଣ ମଧ୍ୟ ସଚେତନ ହେଲାଣି। ଏଟା ଗୋଟେ ଭଲ ସାଇନ୍, ଭଲ ଅ, ଆମ ଗଣତନ୍ତ୍ର ପାଇଁ ମୁଁ କହିବି ଭଲ ସାଇନ୍। ହୁଁ। ନିଶ୍ଚିତ ସାର୍। ଆଉ ଯେତେ ଭଲ ଲୋକ ଆସିବେ ଯେମିତି ଆପଣ ପୂର୍ବରୁ କହିଲେ, ସେତେ ପବ୍ଲିକଙ୍କ ପାଇଁ ବହୁତ ଭଲ ହବ। ତାଙ୍କ ସହିତ ନିଶ୍ଚୟ କମ୍ୟୁନିକେସନ ନିଶ୍ଚୟ ନିଶ୍ଚୟ। ବହୁତ ଭଲ ରହିବ। ସାର୍ ଯଦି ଆମେ ଦେଖିବା ନେତା ଆପଣଙ୍କ ଘରେ ହିଁ ଥିଲେ, ଆପଣଙ୍କ ନିଜ ବାବା। ସେମିତି ଯେତେବେଳେ ଅଭିନେତା ଆପଣ ଅ, ହେଲେ ଅଭିନେତ୍ରୀ ଶ୍ରୀମତୀ ଅନିତା ଦାସ ଆପଣଙ୍କ ମାଉସୀ ଥିଲେ। ତାଙ୍କଠାରୁ କେତେ ପ୍ରେରଣା ପାଇଛନ୍ତି? ମୁଁ ବହୁତ ପ୍ରେରଣା ପାଇଛି। ଅ, ପ୍ରଥମେ ଯେତେବେଳେ ମୁଁ ଅଭିନୟ କରିବା ପାଇଁ ଚାହିଁଲି, ସେ ମତେ ପ୍ରଥମେ କହିଥିଲେ ଯେ ବହୁତ କଷ୍ଟକର କାମ ଏଟା ହୁଁ। ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସେ ସମୟରେ ସେତେଟା ଆଗେଇ ନଥିଲା ବା ଏତେ ଡେଭଲପ ନଥିଲା। ଏବେ ବି ମଧ୍ୟ ମୁଁ କହିବି ଯେ ଫିନାନ୍ସିଆଲ ୱେରେ ଏତେଟା ବହୁତ ବେଶୀ ଯେ ଆଗେଇ ସେହା ନୁହେଁ। ହୁଁ। ତାପରେ ଯେତେବେଳେ ମୁଁ ଆରମ୍ଭ କଲି, କାମ ଆରମ୍ଭ କଲି, ସେ ମୋର କିଛି ମୁଭିଜ ଦେଖିଲେ, କିଛି କାମ ଦେଖିଲେ, ବହୁତ ଖୁସି ହେଲେ, ବହୁତ ଗର୍ବ ଅନୁଭବ କଲେ ଏବଂ ମତେ ସେ ବହୁତ ଭଲ ପାଆନ୍ତି। ଆ, ତାଙ୍କର ନିଜର ଯେହେତୁ କି ସନ୍ତାନ ନଥିଲେ, ମତେ ନିଜର ପୁଅ ଭଳି ସେ ସେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇଥିଲେ। ଆ, ତାଙ୍କର ଅବର୍ତ୍ତମାନରେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଯେ ସବୁଠୁ ଅଧିକ ମୁଁ ତାକୁ ମିସ୍ କରୁଛି, ତାଙ୍କୁ ମୁଁ କହିବି ବହୁତ ମିସ୍ କରୁଛି। ନିଶ୍ଚିତ ଭାବରେ ସିଏ ତ ଆମର ଓଡ଼ିଶାର ଗର୍ବ ଏବଂ ଗୌରବ। ଅନେକ କିଛି କଥା ତାଙ୍କଠୁ ମୁଁ ଶିଖିଛି। ନିଶ୍ଚିତ ସାର୍। ସାର୍ ଆପଣ ଅଭିନେତା ବି। ସାର୍ ଅଭିନେତା ହିସାବରେ ଆପଣଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି। ବିଶେଷ କରି ଆପଣଙ୍କ ଆକ୍ସନ ଷ୍ଟାର ହିସାବରେ ଲୋକମାନେ ବେଶୀ ଭଲ ପାଇବା ଦେଇଛନ୍ତି। ସାର୍ ଆପଣଙ୍କ ଡାୟଲଗକୁ ଲୋକମାନେ ମନେ ରଖନ୍ତି। ସାର୍ ଯେତେବେଳେ ଆପଣ ଡାୟଲଗ ଡେଲିଭରି କରନ୍ତି, ଯେତେବେଳେ କୌଣସି ରାଲିଜକୁ ଆଡ୍ରେସ୍ କରନ୍ତି, ସେତେବେଳେ ସେ ଡାୟଲଗ ଡେଲିଭରି ସ୍କିଲକୁ ୟୁଜ୍ କରନ୍ତି କି? ଆଦୌ ନୁହେଁ। ଅ, ମୁଁ ସତ କଥା କହିବି ଯେ ରାଜନୀତିରେ କେବେ ମୁଁ ଅଭିନୟ କରିନି। ରାଜନୀତିରେ ବହୁତ ସିଧା ସରଳ କଥା ମୁଁ କହେ। ମୁଁ ଯେତିକି କଥା କରିପାରିବି ସେତିକି କଥା କହେ ହୁଁ। ଏବଂ ଯୋଉ କଥା ମୁଁ ପ୍ରତିଶ୍ରୁତି ଦିଏ ସେ କଥା ମୁଁ ରଖେ। ସେ ପ୍ରାୟ ମୋର ନିର୍ବାଚନ ମଣ୍ଡଳୀରେ ଯୋଉମାନେ ଅଛନ୍ତି ସେମାନେ ଜାଣିଛନ୍ତି ଭଲ ଭାବରେ। ଯେତିକି ମୁଁ ଡେଲିଭର କରିପାରିବି କାମ ସେତିକି ପ୍ରତିଶ୍ରୁତି ଦିଏ ଏବଂ କହେ, ଯେତିକି କରେ ମଧ୍ୟ ସେତିକି। ହୁଁ। ଆ, ଫିଲ୍ମରେ କଣ ହୁଏ ନା ଏମିତି ଟିକେ ଲାର୍ଜର ଦ୍ୟାନ୍ ଲାଇଫ। ହୁଁ। ଫିଲ୍ମଟା ଅଲୱେଜ ଇଜ ଦ ଲାର୍ଜର ଦ୍ୟାନ୍ ଲାଇଫ। ଲୋକମାନେ ଚାହାନ୍ତି ଯେ ଯୋଉମାନେ ହିରୋ ସେମାନଙ୍କର ବା ସେମାନଙ୍କର ଅଭିନେତା ବା ଅଭିନେତ୍ରୀ ସେମାନେ କିଛି ଏକ୍ସଟ୍ରା ହେଇଥିବେ, କିଛି ଏକ୍ସଟ୍ରା କରୁଥିବେ। ତ ସେଇ ହିସାବରେ ସେ ସମୟ ଡାଇଲଗ ଡେଲିଭରି ବା ସେ ସମୟରେ ସେ ସବୁ କରିବାକୁ ପଡେ। ହୁଁ। କିନ୍ତୁ ରାଜନୀତି ଗୋଟେ ବହୁତ ଭିନ୍ନ ଧରଣର କଥା ଏବଂ ଲୋକମାନଙ୍କ ସହିତ ରହିବା, ସେମାନଙ୍କ ମନରେ ରହିବା, ସେବା କରିବା ସେ ଗୋଟେ ବହୁତ ଭିନ୍ନ ଧରଣର ଅଭିଜ୍ଞତା। ସାର୍ ରିଅଲ ଲାଇଫରେ ବି ଲୋକମାନେ ଆପଣଙ୍କ ଠାରୁ କିଛି ଅଧିକ ଆଶା ରଖନ୍ତିନି? ବହୁତ ରଖନ୍ତି ମୁଁ କହିବି। ସେଇଟା ବହୁତ ଟଫ୍ ଥାଏ ଯେ ଜଣେ ରାଜନେତା ହିସାବରେ ଲୋକମାନଙ୍କର ଆଶା ବହୁତ ଅଧିକ ଥାଏ, ହୁଁ। ଡିମାଣ୍ଡସଟା ବହୁତ ଅଧିକ ଥାଏ। ଲୋକମାନେ ଭାବନ୍ତି ଯେ ଜଣେ ରାଜନେତା, ଜଣେ ଏମଏଲଏ ହାତରେ ହୁଏତ ବହୁତ ପାୱାର ଅଛି, ସେମାନେ ହୁଁ। ସବୁ କିଛି କରିଦେଇ ପାରିବେ। ତେଣୁ ସେଇ ଡିମାଣ୍ଡଟାକୁ ବେଳେବେଳେ ମିଟ୍ କରି ହୁଏନି। କାରଣ ଶେଷରେ ମଧ୍ୟ ମୁଁ ଜଣେ ମଣିଷ ଏବଂ ମୋର ଗୋଟେ ସମୟ ସୀମା ଅଛି। ଦିନରେ 20 ଘଣ୍ଟା ଖଟିଲେ ମଧ୍ୟ, ପରିଶ୍ରମ କଲେ ମଧ୍ୟ ହୁଏତ ଆଉ କିଛି ଲୋକ ରହିଯିବେ ଯୋଉମାନଙ୍କର ହୁଏତ ସେମାନଙ୍କର କିଛି ୱାଣ୍ଟସ୍ ଥିବ। ହୁଁ। ରାସ୍ତା, ପାଣି, ବେସିକ୍ ମିନିମମ୍ ଜିନିଷ ତ ଆମେ ସଲ୍ଭ କରିଦେଇ ପାରିବୁ। ହୁଁ। ଶିକ୍ଷା ହେଲା, ସ୍ୱାସ୍ଥ୍ୟ ହେଲା, ରାସ୍ତା ହେଲା, ଲାଇଟ୍ ହେଲା, ପାଣି ହେଲା, ଯୋଉଟା ବେସିକ୍ କଥା। ହୁଁ। ସେଟା ଆମେ ସମାଧାନ କରିଦଉଛୁ। କିନ୍ତୁ ତା ଛଡା ମଧ୍ୟ ଲୋକମାନଙ୍କର ଅନେକ ଗୁଡ଼ିଏ ଡିମାଣ୍ଡସ୍ ଥାଏ।
ବହୁତ ଲୋକ ଭାବନ୍ତି ଯେ ଆମକୁ ଚାକିରି କରେଇଦେବେ, ଚାକିରି ମିଳିଯିବ ବା ଆମର ଅନ୍ୟାନ୍ୟ ବିଭିନ୍ନ ପ୍ରକାର ସୁବିଧା କରେଇ ଦେଇପାରିବେ, ଯୋଉଟା କି ସମ୍ଭବ ନୁହେଁ ଜଣଙ୍କ ପାଖରେ କରେଇବା। ତ ସେତେବେଳେ ବେଳେ ବେଳେ ଟିକେ କଷ୍ଟ ଲାଗେ, କିନ୍ତୁ ତଥାପି ଚେଷ୍ଟା କରେ ମୁଁ ମ୍ୟାକ୍ସିମମ୍ ଲୋକମାନଙ୍କ ସହିତ ରହିବା ପାଇଁ, ସେମାନଙ୍କର ଅନ୍ତତଃ ପକ୍ଷେ ଯାହା ମୋର କଣ୍ଟ୍ରୋଲରେ ଅଛି, ଯାହା ମୁଁ କରିପାରିବି ତାହା କରିବା ପାଇଁ। ନିଶ୍ଚିତ ସାର୍। ଯଦି ଗୋଟେ କମନ୍ ମ୍ୟାନ୍ ହିସାବରେ ଆମେ ଦେଖିବା, ଆମେ ଭାବୁ କି ଯଦି ଏମ୍ଏଲ୍ଏ ହେଇଗଲେ କିମ୍ବା ଏମ୍ପି ହେଇଗଲେ, ତାହେଲେ ତାଙ୍କ ଲାଇଫ୍‌ରେ ବହୁତ କିଛି ବଦଳିଗଲା। ତାଙ୍କର ଲାଇଫ୍ ବହୁତ ଲକ୍ସରିୟସ୍ ଲାଇଫ୍ ହେଇଗଲା। ଏଇଟା ସାର୍ କେତେ ସତ କଥା ଆଉ କେତେ ଚ୍ୟାଲେଞ୍ଜେସ୍ ଥାଏ ଗୋଟେ ଅ ମତେ ଲାଗେ ଯେ ଓଲଟାଟା, ମତେ ଲାଗେ ଯେ ବହୁତ ଚ୍ୟାଲେଞ୍ଜେସ୍ ଥାଏ ଏବଂ ବ୍ୟକ୍ତିଗତ ଜୀବନ ମୁଁ କହିବି ଯେ ବହୁତ ଜିରୋ ହେଇଯାଏ। ଯେମିତିକି ଜଣେ ସାଧାରଣ ଲୋକଟିଏ ହୁଏତ ତା ପରିବାରକୁ ସମୟ ଦେଇପାରୁଥାଏ, କିନ୍ତୁ ଜଣେ ରାଜନେତା ହିସାବରେ ସେଇଟାକୁ କିଛି ସାକ୍ରିଫାଇସ୍ କରିବାକୁ ପଡେ। ଯୋଉ ସମୟଟା ଆମେ ପରିବାରକୁ ଦବା କଥା, ସେଇ ସମୟଟା ଆମେ ଦେଇପାରୁନା। ମୁଁ ତ ନିଜେ ମୁଁ କହିବି ମୁଁ ଦେଇପାରୁନାହିଁ। ଯୋଉ ସମୟ ମୋର ବାପା ମାଙ୍କୁ ଦବା କଥା ବା ମୋର ପତ୍ନୀ ମୋ ପିଲାମାନଙ୍କୁ ଦବା କଥା, ମୋର ଦୁଇଟି ପୁଅ ଅଛନ୍ତି ସେମାନଙ୍କୁ ଦବା କଥା, ବା ମୋର ଯୋଉମାନେ ଫ୍ୟାମିଲିଜ୍ ମାନେ ଅଛନ୍ତି, ଏକ୍ସଟେଣ୍ଡେଡ୍ ଫ୍ୟାମିଲିଜ୍ ଅଛନ୍ତି, ମୋ ଫ୍ରେଣ୍ଡସ୍ ମାନେ, କାହାକୁ ମଧ୍ୟ ମୁଁ ସମୟ ଦେଇପାରେ ନାହିଁ। ତେଣୁ ଏଇଟା ଗୋଟେ ମୁଁ କହିବି ଅ ନିଶ୍ଚିତ ଭାବରେ ସେଇ ସମୟ ଅ ଟା ଲୋକମାନଙ୍କ ପାଖକୁ ଯାଏ ବା ଦିଆଯାଏ। ତେଣୁ ଲୋକମାନେ ଭାବନ୍ତି ଗୋଟେ କଥା, ବାହାର ଚାକଚକ୍ୟଟାକୁ ଦେଖି ଲୋକମାନେ ଭାବନ୍ତି ଯେ ହୁଏତ ବହୁତ ପାୱାର ଅଛି, ବହୁତ କିଛି ଲକ୍ସରୀ ଅଛି, କିନ୍ତୁ ସେମିତି କିଛି ନଥାଏ। ନିଶ୍ଚିତ ଭାବରେ ପାୱାର ଅଛି, ପାୱାର ସହିତ ରେସ୍ପନ୍ସିବିଲିଟି ମଧ୍ୟ ବହୁତ ଗୁଡିଏ ଆସିଥାଏ। ତେଣୁ ସେଇଟା ବହୁତ ଜଣଙ୍କ ଆଖିକୁ ବେଳେବେଳେ ଦେଖାଯାଏନି। ତେଣୁ ନିଶ୍ଚିତ ସାର୍। ସାର୍ ଯେତେବେଳେ ଏମ୍ପି, ଏମ୍ଏଲ୍ଏ, ମିନିଷ୍ଟରଙ୍କ କଥା ଆସେ ଆମେ ବହୁତ ଜଲ୍ଦି ଯୋଡ଼ିଦଉ ଗୋଟିଏ ଶବ୍ଦ, ସେ ହେଉଛି କରପସନ୍। କି ନିଶ୍ଚିତ କରପ୍ଟେଡ୍ ହେଇଥିବେ, ନିଶ୍ଚିତ ବହୁତ ସାରା ପଇସା ତାଙ୍କ ପାଖରେ ଥିବ, ପଇସା ନେଇଯାଇଥିବେ। ସାର୍ ଏଇଟା କେତେ ଦୂର ସତ କଥା ଆଉ କେତେ ପ୍ରତିଶତ ମନ୍ତ୍ରୀମାନେ କିମ୍ବା ଏମ୍ପି, ଏମ୍ଏଲ୍ଏସ୍ ମାନେ ଏସବୁ ଜିନିଷ ଦେଖନ୍ତୁ, କରନ୍ତି? ନିଶ୍ଚିତ ଭାବରେ ମୁଁ କହିବି ଯେ ରାଜନୀତିରେ ସମଗ୍ର ବିଶ୍ୱରେ ରାଜନୀତି ହଉ ବା ଯୋଉମାନେ ପାୱାରରେ ଅଛନ୍ତି, ନିଶ୍ଚିତ ଭାବରେ କରପସନ ଅଛି, ଭ୍ରଷ୍ଟାଚାର ମଧ୍ୟ ଅଛି, କିନ୍ତୁ ତା ମଧ୍ୟରେ ମଧ୍ୟ ବହୁତ ଭଲ ଲୋକ ଅଛନ୍ତି। ବହୁତ ଲୋକମାନେ ଅଛନ୍ତି ଯୋଉମାନେ ଅନେଷ୍ଟଲି କାମ କରୁଛନ୍ତି। ପ୍ରତିଶତ କାହାର କେତେ ପ୍ରତିଶତ ସେଇଟା ତ ମୁଁ ଠିକ ସେ କହିପାରିବିନି, କିନ୍ତୁ ଏଥିରେ ଭଲ ଲୋକମାନେ ମଧ୍ୟ ଅଛନ୍ତି, ଏଥିରେ ଯୋଉମାନେ କରପସନ କରୁଛନ୍ତି, ଯୋଉମାନେ ଭ୍ରଷ୍ଟାଚାର କରୁଛନ୍ତି, ସେମାନେ ମଧ୍ୟ ଅଛନ୍ତି। ତ ଏଗେନ୍ ମୁଁ ସେଇ କଥା କହିବି, ଯୋଉମାନେ ସୋସାଇଟିକୁ ଚେଞ୍ଜ କରିବାକୁ ଚାହାନ୍ତି, ଯୋଉମାନେ ଚାହାନ୍ତି କି ସୋସାଇଟିରେ ଗୋଟେ ପଜିଟିଭ ଚେଞ୍ଜ ହଉ, ଗୋଟେ ସକାରାତ୍ମକ ପରିବର୍ତ୍ତନ ହଉ, ସୋସାଇଟିରେ ଯୋଉମାନେ ପଛରେ ରହିଯାଇଛନ୍ତି, ଯୋଉମାନଙ୍କର ନିଜସ୍ୱ ସ୍ୱର ନାହିଁ, ସେମାନଙ୍କ ସ୍ୱର ହବା ପାଇଁ ଯୋଉମାନେ ଚାହାନ୍ତି, ଯୋଉମାନଙ୍କର ମନରେ ସମ୍ବେଦନଶୀଳତା ଅଛି ସୋସାଇଟି ପ୍ରତି, ଦେଶ ପ୍ରତି, ସେଇଭଳି ଲୋକମାନେ ଯଦି ରାଜନୀତିକୁ ନ ଆସିବେ, ସେଇଭଳି ଲୋକମାନେ ଯଦି ଦୂରେଇ ଯିବେ ରାଜନୀତି ଠାରୁ, ତ ନିଶ୍ଚିତ ଭାବରେ ଜାଗା ଖାଲି ରହିବନି, କେହି ନା କେହି ଜାଗାରେ ଆସି ଫିଲ୍ଅପ୍ କରିବେ। ତେଣୁ ହୁଏତ ବହୁତ ଜାଗାରେ ଖରାପ ଲୋକ ମଧ୍ୟ ପଶି ପାରନ୍ତି, ଯୋଉମାନେ କି ଭ୍ରଷ୍ଟାଚାର କରିବେ, ଯୋଉମାନେ କରପସନ କରିବେ। ତେଣୁ ମୋ ମତରେ ଯୋଉମାନେ ଶିକ୍ଷିତ, ଯୋଉମାନେ କେବଳ ପାଠ ପଢାରେ ନୁହେଁ, ଯୋଉମାନେ ନଲେଜ ଅଛି, ଯୋଉମାନଙ୍କର ସମ୍ବେଦନଶୀଳତା ଅଛି ସମାଜ ପ୍ରତି, ସୋସାଇଟି ପ୍ରତି, ଲୋକମାନଙ୍କ ପ୍ରତି, ସେମାନେ ରାଜନୀତିକୁ ଆସିବା ଦରକାର ଏବଂ ଦାୟିତ୍ୱ ନେବା ଦରକାର। ନିଶ୍ଚିତ ସାର୍। ସାର୍ କେତେବେଳେ ଆମେ ମୁଭିଜ୍‌ରେ ବା କୌଣସି ୱେବ୍ ସିରିଜ୍‌ରେ ଦେଖୁ, ଯେତେବେଳେ କୌଣସି ସରଳ ବ୍ୟକ୍ତି କିମ୍ବା କିମ୍ବା ଭଲ ଉଦ୍ଦେଶ୍ୟ ଥିବା ବ୍ୟକ୍ତି ଆସନ୍ତି, କିନ୍ତୁ ଏଇ ଯୋଉ ପ୍ରୋସେସ୍‌ରେ ସିଏ ବି କରପ୍ଟେଡ୍ ହେଇଯାଆନ୍ତି। ଗୋଟେ ପଲିଟିକାଲ୍ ପ୍ରେସର ଥାଏ, ଗୋଟେ ଉପରୁ ପ୍ରେସର ଆସେ। ସାର୍ ଏମିତି ସତରେ ପ୍ରେସର ଆସେ? ନାଇଁ, ସେମିତି କୌଣସି ପ୍ରେସର ନାହିଁ, ସବୁ କିଛି ନିଜ ଉପରେ ଡିପେଣ୍ଡ କରେ। ହୁଁ, ନିଜେ ଯଦି ଜଣେ ଚାହିଁବ ସଚ୍ଚୋଟତାର ସହିତ କାମ କରିବା ପାଇଁ, ତାହେଲେ ମୁଁ ଏମିତି ଉଦାହରଣ ଦେବି, ଯେତେବେଳେ ମୁଁ ପ୍ରଥମେ ରାଜନୀତିକୁ ଆସିଲି, ହୁଁ, ସେତେବେଳେ ମତେ ବହୁତ ଜଣ ପ୍ରଶ୍ନ କଲେ ଯେ ସବୁଆଡେ ତ କରପସନ ବା ସବୁଠି ଚାଲିଛି ଏସବୁ, ଯୋଉ ଭଳିଆ ଭାବେ ରାଜନୀତି ଚାଲିଛି, ତମେ ଜଣେ ବ୍ୟକ୍ତି ଯାଇ ରାଜନୀତିରେ କଣ ପରିବର୍ତ୍ତନ କରିଦେଇ ପାରିବ? ହୁଁ, ତ ସେ ସମୟରେ ଯାହା କହିଲି ସେଟା ଏବେ ମଧ୍ୟ ମୁଁ କହିବି। ହୁଏତ ମୁଁ ଏକା କିଛି କରିଦେଇ ନପାରେ, ହୁଁ, କିନ୍ତୁ ମୋ ଭଳି ଅନେକ ଜଣ ଲୋକ ଅଛନ୍ତି ହୁଁ, ଏବଂ ମୁଁ ଅନ୍ତତଃ ପକ୍ଷେ ଚାହିଁବି ଯେ ମୁଁ ନିଜେ କୌଣସି ଭୁଲ କରିବି ନାହିଁ। ହୁଁ, ହୁଏତ ଯେତେବେଳେ ଧୀରେ ଧୀରେ ଅଧିକରୁ ଅଧିକ ଭଲ ଲୋକମାନେ ରାଜନୀତିକୁ ଆସିବେ, ଏବେ ମଧ୍ୟ ମୁଁ କହିବି ବହୁତ ଜଣ ଭଲ ଲୋକମାନେ ରାଜନୀତିରେ ଅଛନ୍ତି, ବହୁତ ଜଣ ଭଲ ଲୋକମାନେ ରାଜନୀତିରେ ସଚ୍ଚୋଟତାର ସହିତ କାମ କରୁଛନ୍ତି। ଆପଣମାନେ ଦେଖିଲେ ମଧ୍ୟ ବିଶ୍ୱାସ କରିବେନି ଯେ ଏତେ ସେମାନେ ସରଳ ଜୀବନ ଯାପନ କରୁଛନ୍ତି ଏବଂ ଏତେ ସଚ୍ଚୋଟତାର ସହିତ ରାଜନୀତି ସେମାନେ କରୁଛନ୍ତି। ତେଣୁ ସେଭଳି ଲୋକ ଯେତେବେଳେ ଅଧିକରୁ ଅଧିକ ଆସିବେ, ନିଶ୍ଚିତ ଭାବରେ ରାଜନୀତିର ରୂପରେଖ ପରିବର୍ତ୍ତନ ହବ।
ନିଶ୍ଚିତ ସାର୍। ଆପଣମାନଙ୍କ ଭଳି ନେତା ଯଦି ଆସିବେ ଗୋଟେ ଇନ୍ସପିରେସନ୍ ରହିବ ୟୁଥ୍ ମାନଙ୍କ ପ୍ରତି। ସାର୍ ଯଦି ଆମେ ଦେଖିବା ଆପଣ ବହୁତ କମ୍ ବୟସରୁ ବି ପଲିଟିକ୍ସକୁ ଆସିଥିଲେ। ଆପଣ କଣ ଭାବନ୍ତି ୟୁଥ୍ ପଲିଟିକ୍ସକୁ ଆସିବା ଦରକାର ନା କିଛି ବର୍ଷ ଏକ୍ସପିରିଏନ୍ସ ପରେ ଆସିବାଟା ବେଟର୍? ନାଇଁ ମୋ ମତରେ ୟୁଥ୍ ମାନେ ଆସିବା ଦରକାର, ହୁଁ। ପଲିଟିକ୍ସକୁ ଆସିବା ଦରକାର। ରାଜନୀତିକୁ ୟୁଥ୍ ମାନେ ୟୁଥ୍ ଗୋଟେ ଏଭଳି ଶକ୍ତି ଯୋଉମାନେ କି ବିଗତ ସମୟରେ ଆମେ ଦେଖିଛନ୍ତି ଇତିହାସର ରୂପରେଖ ମଧ୍ୟ ବଦଳେଇଛନ୍ତି ଏବଂ ୟୁଥ୍ ମାନଙ୍କ ଭିତରେ ଗୋଟେ ପ୍ୟାସନ୍ ଥାଏ, ହୁଁ। କିଛି କାମ କରିବାର ପାଇଁ ଇଚ୍ଛା ଶକ୍ତି ପ୍ୟାସନ୍ ଥାଏ। ନିଶ୍ଚିତ ଭାବରେ ୟୁଥ୍ ମାନେ ରାଜନୀତିକୁ ଆସିବା ଦରକାର। କିନ୍ତୁ ସାର୍ ଏଇ ଯୋଉ ପ୍ରୋସେସ୍ ଅଛି, ଏଇ ଯୋଉ ସିଷ୍ଟମ୍ ଅଛି ୟୁଥ୍ ମାନେ ଟିକେ ଆଗ୍ରେସିଭ୍ ନେଚରର ଥାଆନ୍ତି। ସବୁ କିଛି ମ୍ୟାନେଜ୍ କରିବା ସେତେ ପସିବଲ୍ ହୁଏ ୟୁଥ୍ ମାନଙ୍କ ପ୍ରତି? ନିଶ୍ଚିତ ଏକ୍ସପିରିଏନ୍ସ ଜଣେ ତ ୟୁଥ୍ ମାନେ ଆସିଲା ମାନେ ନୁହେଁ ଯେ ଜଣେ ପାୱାର କୁ ଆସିଯିବ। ୟୁଥ୍ ସମୟରେ ହିଁ ରାଜନୀତିରେ ଇନଭଲ୍ଭ ରହିବା, ସଚେତନ ରହିବା, କିଛି ଦିନ ଗଲା ପରେ ସକ୍ରିୟ ରାଜନୀତିକୁ ଆସିବା। ନିଶ୍ଚିତ ଭାବରେ ସମୟ କ୍ରମେ ଏକ୍ସପିରିଏନ୍ସ ବଢିବ, ଅଭିଜ୍ଞତା ବଢିବ। ନିଶ୍ଚିତ ସାର୍। ସାର୍ ଯଦି ଆମେ ଦେଖିବା କିଛି କିଛି ୟୁଥ୍ ଆମର ବହୁତ ୱେୱାର୍ଡ ହେଇଯାଉଛନ୍ତି। ଗୋଟେ ପାର୍ଟି ପାଇଁ ଗ୍ରାଉଣ୍ଡ ଲେଭେଲରେ ଲଢ଼େଇ ହଉଛି କି ଅ, ଇଏ ସାର୍ ମୁଁ ଗୋଟେ ଜିନିଷ ପଚାରିବି ସାର୍ ଆପଣ ବିଜେଡିରେ ଥିଲେ ତାପରେ ବିଜେପିକୁ ଆସିଲେ। ଜଣେ ନେତାଙ୍କ ପାଇଁ ପ୍ରକୃତରେ ପାର୍ଟି କଣ? ନେତାଙ୍କ ପାଇଁ ପାର୍ଟି ନିଶ୍ଚିତ ଭାବରେ ମୁଁ କହିବି ଗୋଟେ ଅ, ପାର୍ଟି ଗୋଟେ ଏଭଳି କଥା ଯୋଉଟା କି ଗୋଟେ ଦଳ, ଅନେକ ଜଣ ଲୋକ ଗୋଟେ ନୀତି ଆଦର୍ଶକୁ ନେଇ କାମ କରନ୍ତି, ଏକାଠି ଗୋଟେ ଲକ୍ଷ୍ୟକୁ ନେଇ କାମ କରନ୍ତି, ତାକୁ ଦଳ କୁହାଯାଏ। ହୁଁ। ନିଶ୍ଚିତ ଭାବରେ ସେଇଭଳି ଭାବରେ ନେତାଟିଏ ଯେତେବେଳେ ସେ ଦଳରେ ଜଏନ୍ କରେ ବା କମିଟି ହିସାବରେ ଜଏନ୍ କରେ, ସେ ଚାହେଁ ଯେ ମୁଁ ଏଇ ପାର୍ଟି ସହିତ ରହିବି ଏବଂ ମୋର ଦେଶର ପରିବର୍ତ୍ତନ କରିବି। ହୁଁ। ନିଶ୍ଚିତ ଭାବରେ ସେ ସମୟରେ ଯେତେବେଳେ ମୁଁ ବିଜୁ ଜନତା ଦଳରେ ଯୋଗ ଦେଇଥିଲି, ସେ ସମୟରେ ଆ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ତାଙ୍କ ତରଫରୁ ହିଁ ଡାକିଥିଲେ ଦଳରେ ଜଏନ୍ କରିବା ପାଇଁ ଏବଂ ମୁଁ ଦଳରେ ଜଏନ୍ କରିଥିଲି, ବିଜୁ ଜନତା ଦଳରେ ଜଏନ୍ କରିଥିଲି। ଏବଂ 5 ବର୍ଷ ସୁଚାରୁ ରୂପେ ବିଧାୟକ ଭାବରେ ମଧ୍ୟ କାର୍ଯ୍ୟ କଲି ଏବଂ ତାପରେ ନିଶ୍ଚିତ ଭାବରେ ମୁଁ କେବଳ ଷଡ଼ଯନ୍ତ୍ରର ଶିକାର ହେଲି ଏବଂ ଟିକେଟ୍ ଦିଆଗଲା ନାହିଁ ମୋତେ। ତଥାପି ମଧ୍ୟ ମୁଁ ସେ ଦଳରେ ରହିଲି, ବିଜୁ ଜନତା ଦଳରେ ରହିଲି ଏବଂ ମୋ କଲେଜର ଚେୟାରମ୍ୟାନ୍ ହିସାବରେ ସାରା ଓଡ଼ିଶାର କଲେଜ ମାନଙ୍କର ଡେଭଲପମେଣ୍ଟ ପାଇଁ କାମ କଲି। ଏଗେନ୍ ଯେତେବେଳେ ମୋତେ ପୁଣି ଆଉଥରେ ଦୂରେଇ ରଖିବାକୁ ଚେଷ୍ଟା କରାଗଲା, ମୋର ଯାହା ମୂଳ ଲକ୍ଷ୍ୟ ଥିଲା ଯେ ମୋର ଜନ୍ମ ମାଟି କୋରି ନିର୍ବାଚନ ମଣ୍ଡଳୀ ତାର ସେବା କରିବା ପାଇଁ ପୁଣି ଦୂରେଇ ରଖିବାକୁ ଚେଷ୍ଟା କରାଗଲା। ସେତେବେଳେ ମୁଁ ଚାହିଁଲି ଯେ ଦିସ୍ ଇଜ୍ ଦ ଟାଇମ୍ ଏବଂ ସେତେବେଳେ ମୋତେ ଲାଗିଲା ଯେ ବ୍ୟକ୍ତିଗତ ଭାବରେ ବିଜୁ ଜନତା ଦଳ ଗୋଟେ ମାନେ ଗୋଟେ କର୍ପୋରେଟ୍ ପାର୍ଟିରେ ପରିଣତ ହେଇଯାଇଛି ସେ ସମୟରେ। ଯୋଉ ନୀତି ଆଦର୍ଶରେ ସେ ସମୟରେ ମୁଁ ଭାବିଥିଲି ଯେ ଗୋଟେ କ୍ଲିନ୍ ଇମେଜକୁ ଦେଖି ବା ବିଜୁ ବାବୁଙ୍କ ନୀତି ଆଦର୍ଶକୁ ନେଇକି ଦଳ ତିଆରି ହେଇଛି, ଆମ ରାଜ୍ୟ ପାଇଁ କାମ କରିବ। କିନ୍ତୁ ଧୀରେ ଧୀରେ ଦେଖାଗଲା ଯେ ଅନେକ ଜଣ ବିଜନେସମ୍ୟାନ ସେ ପାର୍ଟିରେ ପଶିଗଲେ ଏବଂ ଗୋଟେ କର୍ପୋରେଟ୍ ଷ୍ଟାଇଲରେ ସେ ପାର୍ଟି ଚାଲିଲା। ଜଣେ ସାଧାରଣ କର୍ମୀ, ଜଣେ ନେତାଙ୍କର ସହିତ ସର୍ବୋଚ୍ଚ ନେତାଙ୍କର କୌଣସି କମ୍ୟୁନିକେସନ ରହିଲା ନାହିଁ। ତ ସେଇ ସମୟରେ ମୁଁ ଚାହିଁଲି ଯେ ଏଇ ପାର୍ଟିରୁ ଦୂରେଇ ଯିବା ଭଲ ଏବଂ ସେଇ ସମୟରେ ସାଦରରେ ମୋତେ ଭାରତୀୟ ଜନତା ପାର୍ଟି ଗ୍ରହଣ କଲେ। ମୁଁ ନିଶ୍ଚିତ ଭାବରେ ଋଣୀ ରହିବି ଏବଂ ମୁଁ ବିଶେଷ ଭାବରେ ଖୁସି ଏଥିପାଇଁ ଆଉଥରେ ବିଧାୟକ ଭାବରେ ଜିତିଛି ଏବଂ ମୋ ଜନ୍ମମାଟିରେ ଜିତିଛି, ସେଥିରେ ତ ମୁଁ ଖୁସି ନିଶ୍ଚିତ ଭାବରେ। ତାଠାରୁ ଅଧିକ ଖୁସି ମୁଁ କହିବି ଯେ ଭାରତୀୟ ଜନତା ପାର୍ଟି ଭଳି ଏକ ପାର୍ଟିରେ ମୁଁ କର୍ମୀ ଭାବରେ ଅଛି ଏବଂ ଯୋଉ ପାର୍ଟି ରାଷ୍ଟ୍ର ପ୍ରଥମ ନୀତିରେ ବିଶ୍ୱାସ କରେ ଏବଂ ଯୋଉ ପାର୍ଟି ସମଗ୍ର ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦଳ, ଭାରତବର୍ଷର ତ ବହୁତ ବଡ ଦଳ କିନ୍ତୁ ବିଶ୍ୱର ମଧ୍ୟ ସବୁଠୁ ବଡ ଗଣତାନ୍ତ୍ରିକ ଦଳ ଏବଂ ଦୀର୍ଘ ସମୟ ଧରି ଗୋଟେ ସକାରାତ୍ମକ ଭାବରେ ଦେଶ ପାଇଁ କାମ କରିବାର ସୁଯୋଗ ମିଳିବ ବୋଲି ମୁଁ ଭାବୁଛି। ନିଶ୍ଚିତ ସାର୍। ସାର୍ ଆମେ ଦେଖିଛୁ ବହୁତ ଆକ୍ଟର ଆକ୍ଟ୍ରେସ୍ କିମ୍ବା ବଡ଼ ବଡ଼ ପର୍ସନାଲିଟିଜ୍ ରାଜ୍ୟସଭା ଥ୍ରୁରେ ପଲିଟିକ୍ସକୁ ଏଣ୍ଟ୍ରି କରନ୍ତି। କିନ୍ତୁ ଆପଣ କାହିଁକି ହାର୍ଡର ପାଥକୁ ଚୁଜ୍ କଲେ? ମତେ ଲାଗିଲା ଯେ ମତେ ମୋ ମାଟିର ସେବା କରିବାର ଅଛି। ମୋ ମାଟି ମାନେ ମୋର ଜନ୍ମ ମାଟି। ମୁଁ ଯାଜପୁର ରୋଡ ବ୍ୟାସନଗର ସହର ଯୋଉଟା କୁହନ୍ତି ସେଠି ମୋ ଜନ୍ମ ଏବଂ କୋରି ନିର୍ବାଚନ ମଣ୍ଡଳୀ ହଉଛି ମୋ ଜନ୍ମସ୍ଥାନ। ତ ମତେ ଲାଗିଲା ଯେ ଏଇ ଜାଗାରୁ ମୁଁ ଏମଏଲଏ ଭାବରେ ନିର୍ବାଚନ ଲଢିଲେ ମୋର ମାଟି ପାଇଁ ଅଧିକରୁ ଅଧିକ କାମ କରିପାରିବି। ସେଥିପାଇଁ ମୁଁ ସେ ଜାଗାଟାକୁ ଚୁଜ୍ କଲି। ନିଶ୍ଚିତ ସାର୍। ସାର୍ ଯେତେବେଳେ ମୁଁ ପାର୍ଟି କଥା ପଚାରୁଥିଲି ମୋର ଆକ୍ଚୁଆଲି ଉଦ୍ଦେଶ୍ୟ ଥିଲା ଯେତେବେଳେ ଆମେ ଗ୍ରାଉଣ୍ଡ ଲେଭେଲରେ ଲୋକମାନେ ପାର୍ଟି ପାଇଁ ପରସ୍ପର ଭିତରେ ଲଢ଼େଇ କରନ୍ତି କି ବିଜେପି ଭର୍ସେସ୍ ବିଜେଡି ହେଇଯାଉ କିମ୍ବା ବିଜେପି କଂଗ୍ରେସ ହେଇଯାଉ। ଯେତେବେଳେ ଇଲେକ୍ସନ ଆସେ ଆମେ କୋଉ ବେସିସରେ ଭୋଟ ଦବା ଦରକାର? ମୁଁ ପ୍ରଥମେ କଥା କହିବି ନିଶ୍ଚିତ ଭାବରେ ବ୍ୟକ୍ତିକୁ ଦେଖିବା ଦରକାର, ହୁଁ। କ୍ୟାଣ୍ଡିଡେଟ୍ କିଏ ଅଛନ୍ତି ଏବଂ ଦ୍ୱିତୀୟ କଥା ହେଲା ଯେ ଯୋଉ ଦଳରୁ ଛିଡା ହେଇଛନ୍ତି ସେ ପାର୍ଟି ବା ସେ ଦଳ
ପ୍ରକୃତ ପକ୍ଷେ ଆମର ଯୋଉ ଆମ୍ବିସନ ରହିଛି, ଆମର ଯାହା ଇଚ୍ଛା ରହିଛି, ଆମର ଯାହା ସ୍ୱାର୍ଥ ରହିଛି ବା ଦେଶର ଯାହା ସ୍ୱାର୍ଥ ରହିଛି ତାହା ପୂରଣ କରିବା ପାଇଁ କେତେ ଦୂର ସମର୍ଥ, ଏ ହୁଁ। ଦୁଇଟି କଥାକୁ ନିଶ୍ଚିତ ଭାବରେ ଭାବିବା ଦରକାର। ନିଶ୍ଚିତ ସାର୍। ସାର୍ ଆପଣ 2019 ରେ ମୋ କଲେଜର ଅଧ୍ୟକ୍ଷ ହେଲେ, ଚେୟାରମ୍ୟାନ୍ ହେଲେ। ସାର୍ ସେ ଯୋଉ ରେସପନସିବିଲିଟିଜ୍ ଆପଣ ନେଲେ, ଆପଣଙ୍କୁ କେତେ ହେଲ୍ପ କରିଛି ହାୟର ପଲିଟିକାଲ ରେସପନସିବିଲିଟିଜ୍ ନବା? ନିଶ୍ଚିତ ଭାବରେ ଗୋଟେ ଭଲ ଅଭିଜ୍ଞତା ରହିଥିଲା ସେ ସମୟରେ ଏବଂ ମୁଁ ଯେତେବେଳେ ଜଏନ୍ କଲି ସେତେବେଳେ କୌଣସି ଅଫିସ ନଥିଲା କି କୌଣସି ଡିପାର୍ଟମେଣ୍ଟ ନଥିଲା। ହୁଁ, ତ ମତେ ପ୍ରଥମେ ମୋ ଅଫିସକୁ ଯିବାକୁ ପଡିଲା, ଅଫିସ ହିଁ ନଥିଲା, ହୁଁ, ଡିପାର୍ଟମେଣ୍ଟ ହିଁ ନଥିଲା, ସୋ ଜିରୋରୁ କାମ ଆରମ୍ଭ କରିବାକୁ ପଡିଲା। ତାର ବାଇଲ, ତାର ଅଫିସ ତିଆରି କରିବା, ଷ୍ଟାଫ ରିକ୍ରୁଟ କରିବା, ପୁରା ଜିରୋରୁ ଆରମ୍ଭ କରିବାକୁ ପଡିଲା ଏବଂ ତାପରେ ସାରା ଓଡିଶାର ଯେତେ କଲେଜେସ୍ ଅଛି ସେ କଲେଜେସ୍ ମାନଙ୍କରେ ଆମେ ମୋ କଲେଜ ଅଭିଯାନର ଗୋଟେ ଗୋଟିଏ ବୋର୍ଡ ତିଆରି କଲୁ, ସେଠି କାମ ଷ୍ଟାର୍ଟ କଲୁ ଏବଂ ସାରା ଓଡିଶା ପ୍ରାୟ ମୁଁ 30ଟା ଜିଲ୍ଲାରୁ ପାଖାପାଖି 25ଟା ଜିଲ୍ଲା ନିଜେ ବୁଲିକି ଦେଖିଲି, ବିଭିନ୍ନ କଲେଜେସ୍ ବିଭିନ୍ନ ୟୁନିଭର୍ସିଟିଜ୍ ବୁଲିଲି ଏବଂ ବହୁତ ଜଣ ଦେଶ ବାହାରେ ଥିବା ଓଡିଆ ମାନଙ୍କ ସହିତ ମଧ୍ୟ ମୋର ପରିଚୟ ହେଲା, ଯୋଉମାନେ କି ଅ, ସେମାନଙ୍କ ନଲେଜ ମାଧ୍ୟମରେ ସେମାନଙ୍କର ବିଭିନ୍ନ ପ୍ରକାର ମାଧ୍ୟମରେ କଲେଜ ସହିତ ଯୋଡି ହେବାକୁ ଚାହୁଁଥିଲେ। ମୁଁ କହିବି ଗୋଟେ ଭଲ ଅନୁଭୂତି ରହିଥିଲା। ହୁଁ। ସାର୍ ଆପଣଙ୍କୁ ଲାଗୁଛି ମୋ କଲେଜ ଅଭିଯାନ ସକ୍ସେସଫୁଲ ହେଲା ବୋଲି? ନିଶ୍ଚିତ ଭାବରେ ମୁଁ କହିବି ଗୋଟେ ମୋ କଲେଜ ଅଭିଯାନ ସକ୍ସେସଫୁଲ ଥିଲା ସେ ସମୟରେ ହୁଁ। ଏବଂ ଅନେକ ଜଣ ଯୋଡି ହେଇଥିଲେ ମଧ୍ୟ, ଯୋଉମାନେ ଚାହୁଁଛନ୍ତି ନିଜର ମାଟି ସହିତ ଯୋଡି ହେବା ପାଇଁ ସେମାନେ ସେ ସମୟରେ ଯୋଡି ମଧ୍ୟ ହେଇଥିଲେ। ହୁଁ, ନିଶ୍ଚିତ ସାର୍। ସାର୍ ଆମେ ଟିକେ ପୂର୍ବରୁ ୟୁଥ୍ ପଲିଟିକ୍ସ ବିଷୟରେ କଥା ହଉଥିଲେ। ସାର୍ ୟୁଥ୍ ମାନେ ପଲିଟିକ୍ସକୁ କେମିତି ଆସିପାରିବେ? ଯେତେବେଳେ ଓଡ଼ିଶା ଗୋଟେ ଫିନାନ୍ସିଆଲ ଇସ୍ୟୁଜରେ ବହୁତ ଅ ଅ ଯାଉଛି ଆଉ ୟୁଥ୍ ମାନେ ବହୁତ ମାଇଗ୍ରାଣ୍ଟ ୱର୍କର୍ସ ବି ହେଇଯାଉଛନ୍ତି। ଓଡ଼ିଶା ବାହାରକୁ କାମ କରିବା ପାଇଁ ପଳଉଛନ୍ତି। ତା ଭିତରେ ଗୋଟେ ପଲିଟିକ୍ସକୁ ୟୁଥ୍ କେମିତି ଆସିପାରିବେ? ୟୁଥ୍ ମାନେ ବର୍ତ୍ତମାନ ଆସୁଛନ୍ତି, କୋଉ ବାଟରେ ଆସୁଛନ୍ତି ସେଇଟା ମୁଁ କହିପାରିବି। ହୁଁ, ୟୁଥ୍ ମାନେ ଆମେ ଦେଖୁଛୁ ଯେ ଅନେକ ସମୟ ବର୍ତ୍ତମାନ ପଞ୍ଚାୟତ ରାଜ ସିଷ୍ଟମରେ ହଉ ବା ଯୋଉମାନେ ଅର୍ବାନ ପଲିଟିକ୍ସରେ ହଉ, ଅନେକ ଜଣ ୟୁଥ୍ ମାନେ କାଉନସିଲର୍ସ ଭାବରେ, ସରପଞ୍ଚ ଭାବରେ, ସମିତି ଭାବରେ, ୱାର୍ଡ ମେମ୍ବର ଭାବରେ ଆସୁଛନ୍ତି। ୟୁଥ୍ ମାନେ ବିଭିନ୍ନ ପଲିଟିକାଲ ପାର୍ଟିଜର ୟୁଥ୍ ୱିଙ୍ଗସରେ ମଧ୍ୟ ଆସୁଛନ୍ତି, ଷ୍ଟୁଡେଣ୍ଟ ପଲିଟିକ୍ସ ହଉ ବା ଯୋଉଟା ୟୁଥ୍ ୱିଙ୍ଗସ ଅଛି ତା ମାଧ୍ୟମରେ ମଧ୍ୟ ଆସୁଛନ୍ତି ଏବଂ ସକ୍ରିୟ ଭାବରେ ଆସୁଛନ୍ତି ହୁଁ, ଏବଂ ବହୁତ ଭଲ ଭଲ ୟୁଥ୍ ମାନେ ମଧ୍ୟ ଆସୁଛନ୍ତି। ମୁଁ ବର୍ତ୍ତମାନ ଦେଖି ବହୁତ ଖୁସି ଯେ ଅନେକ ଜାଗାରେ ବର୍ତ୍ତମାନ ବହୁତ ଏଜୁକେଟେଡ ୟୁଥ୍ ମଧ୍ୟ ହୁଁ, ପଲିଟିକ୍ସ ଆଡକୁ ମାନେ ଆଗ୍ରହ ହେଲେଣି। ହୁଁ। ସାର୍ ପଲିଟିକ୍ସରେ ଜଣେ ଏଜୁକେଟେଡ୍ ପର୍ସନ୍ ରହିବା କେତେ ଆବଶ୍ୟକ? ବହୁତ ଆବଶ୍ୟକ, ହୁଁ, ମୋ ମତରେ ତ ବହୁତ ଆବଶ୍ୟକ। ଖାଲି ଏଜୁକେଟେଡ ନୁହେଁ, ଶିକ୍ଷାର ମାନେ ମତେ ଲାଗେନି ଯେ କେବଳ ଗୋଟେ ଡିଗ୍ରୀଧାରୀ ଯୋଉମାନେ ବହୁତ ଏମଏ ଏମବିଏ ଇଞ୍ଜିନିୟରିଂ କିମ୍ବା ଡକ୍ଟରେଟ କରିଥିବେ, ପିଏଚଡି କରିଥିବେ, ହୁଁ, ସେମାନେ ଯେ ଶିକ୍ଷିତ, ସେଟା ମୁଁ ଯେତେ ଦୂର ଭାବେନି। ମତେ ଲାଗେ ଯେ ପ୍ରକୃତ ଜ୍ଞାନ ହଉଛି ତାହା ଯୋଉଟା କି ଯିଏ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ଥିବ, ହୁଁ, ଅ, ସାରା ଦୁନିଆ ପ୍ରତି ବା ଅନ୍ୟ ପ୍ରତି ଭଲ ପାଇବା ଥିବ ହୁଁ। ଏବଂ ତ୍ୟାଗର ଭାବନା ଥିବ, ତାକୁ ହିଁ ପ୍ରକୃତ ଭାବରେ ଶିକ୍ଷିତ କୁହାଯାଇ ପାରିବ। ନିଶ୍ଚିତ ସାର୍। ସାର୍ ଯେତେବେଳେ ଆମେ ଗୋଟେ କୌଣସି ଏଇ କ୍ୱେଶ୍ଚନ୍ ବୋଧହୁଏ ବହୁତ ଜାଗାରେ ପଚରା ହଉଥିବ, ବହୁତ ଡିସ୍କସନ୍ ହୁଏ କି ଆମେ ଗୋଟେ କ୍ଲର୍କ ଆଉ ପିଅନ୍ ପାଇଁ ଆମର ଏଲିଜିବିଲିଟି ଦେଖାଯାଏ, ଆମେ ଗୋଟେ ଏକ୍ଜାମ୍ ଦଉ। କିନ୍ତୁ ଯେତେବେଳେ ଆମେ ସର୍ବୋଚ୍ଚ ପଦରେ ବସନ୍ତି ଆମର କୌଣସି ଏଲିଜିବିଲିଟି ଦେଖାଯାଏନି। ସେଥିପାଇଁ କୌଣସି ଏକ୍ଜାମ୍ ନଥାଏ। ସାର୍ ଆକୁ ନେଇକି କିଛି ରିଫର୍ମ ଆସିବା ଦରକାର କି ଆପଣଙ୍କ ମତରେ? ଅ, ମୋ ମତରେ ଶିକ୍ଷା, ମିନିମମ୍ ଶିକ୍ଷା ତ ରହିବା ଦରକାର, ହୁଁ, ରହିବା ଦରକାର। କିନ୍ତୁ ଆପଣ ଭାବନ୍ତୁ ଯେ ଲୋକଟିଏ ହୁଏତ ପାଠ ପଢିନି କିନ୍ତୁ ସେ ରାଜନୀତିରେ ଅ, ସେ ଗଣତାନ୍ତ୍ରିକ ପଦ୍ଧତିରେ ହୁଁ, ଧରାଯାଉ ସେ ଗୋଟେ ବଡ ପଦବୀରେ ପହଞ୍ଚିଛନ୍ତି। ହୁଁ, ସେ ଏମଏଲଏ ହେଇପାରନ୍ତି, ହୁଏତ ସେ ସରପଞ୍ଚ ହେଇପାରନ୍ତି, ଏମଏଲଏ ହେଇପାରନ୍ତି, ମନ୍ତ୍ରୀ ହେଇପାରନ୍ତି ବା ଯେକୌଣସି ପଦବୀରେ ପହଞ୍ଚି ହୁଁ, ପାରୁଛନ୍ତି। ଯଦି ସେ ପହଞ୍ଚି ପାରୁଛନ୍ତି ତାମାନେ ନିଶ୍ଚିତ ଭାବରେ ତାଙ୍କ ସେତିକି କିଛି ନା କିଛି କ୍ୟାପାବିଲିଟିସ୍ ଅଛି ବା ତାଙ୍କର ହୁଁ, ସେଇ ଦକ୍ଷତା ଅଛି। ୟା ମାନେ ନୁହେଁ ଯେ କେବଳ ଜଣେ ପାଠ ପଢା ବିଦ୍ୟା ଯଦି ଅଛି ତାହେଲେ ଜଣେ ସବୁ ହୁଁ। କରିପାରିବ। ଜଣେ ପହଞ୍ଚିଛି ମାନେ ସେ ଜାଗାରେ ନିଶ୍ଚିତ ଭାବରେ ତାର କିଛି ନା କିଛି ଦକ୍ଷତା ରହିଛି। ନିଶ୍ଚିତ ସାର୍। ସାର୍ କିନ୍ତୁ ଏଇଠି ମୁଁ ଗୋଟେ ଆର୍ଗ୍ୟୁମେଣ୍ଟ ରଖିବି। ସାର୍ ଆପଣ ଏଲ୍‌ଏଲ୍‌ବି କରିଛନ୍ତି, ଆପଣ ଲ ପଢ଼ିଛନ୍ତି। ଆପଣ ଗୋଟେ ପଲିସିକୁ ଯୋଉ ଆଙ୍ଗେଲରେ ଦେଖିପାରିବେ, କଣ ଆପଣ ଭାବୁଛନ୍ତି ଯିଏ ପଢ଼ି ନାହାନ୍ତି ଆ ମୁଁ ତ ସେ କଥା କହିଲି ଯେ ନିଶ୍ଚିତ ଭାବରେ ଶିକ୍ଷା ନିହାତି ଦରକାର। ହୁଁ, ଶିକ୍ଷତା ଶିକ୍ଷିତ ହବା ନିହାତି ଦରକାର। କିନ୍ତୁ ଏକଥା ମଧ୍ୟ ସତ୍ୟ ଯୋଉମାନେ ବହୁତ କିଛି ଜଣ ଅଛନ୍ତି ମୁଁ କହିବି ଯୋଉମାନେ କି ବିନା ଶିକ୍ଷାରେ ମଧ୍ୟ ଯୋଉମାନେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚୁଛନ୍ତି ତା ମାନେ ଆମେ କହିପାରିବା ନାହିଁ ଯେ ସେମାନଙ୍କର କ୍ୟାପାବିଲିଟିସ୍ ନାହିଁ। ହୁଁ, ହୁଏତ ଅଲଗା ୱେରେ ସେମାନଙ୍କର ନିଶ୍ଚିତ ଭାବରେ ଥାଇପାରେ। ହୁଁ, କିନ୍ତୁ ଯୋଉମାନେ ସର୍ବୋଚ୍ଚ ସ୍ତରରେ ବସୁଛନ୍ତି, ଯୋଉମାନେ ଲ ମେକର୍ସ,
ଯୋଉମାନେ ଲ ତିଆରି କରୁଛନ୍ତି ନିଶ୍ଚିତ ଭାବରେ ସେ ଗୋଟେ ଜ୍ଞାନ ରହିବା ଉଚିତ। ନିଶ୍ଚିତ ସାର୍। ସାର୍ ମୁଁ ଏବେ ଯେମିତି କହିଲି ଆପଣ ଏଲ୍‌ଏଲ୍‌ବି କରିଛନ୍ତି ଉତ୍କଳ ୟୁନିଭର୍ସିଟିରୁ। ସାର୍ ଯେତେବେଳେ ଲ ମେକିଂ ପ୍ରୋସେସ୍ କୌଣସି ଲ ଆସେ କିମ୍ବା ଗୋଟେ ପଲିସି ଆସେ, କୌଣସି ବିଲ୍ ପାସ୍ ହୁଏ, ସାର୍ ଏଇ ଜିନିଷ ସ୍କ୍ରୁଟିନି କରିବାରେ ଆପଣଙ୍କର ଆପଣ ଯୋଉ ପାଠ ପଢିଛନ୍ତି କେତେ ହେଲ୍ପ କରେ? ଲର ହେଲ୍ପ ଅଲଗା ୱେରେ ହୁଏ, କିନ୍ତୁ ନିଶ୍ଚିତ ଭାବରେ ହୁଏ। କିନ୍ତୁ କୋଉ ଭଳି ଭାବରେ ସ୍କ୍ରୁଟିନି କରାଯିବ, କୋଉ ଭଳି ଭାବରେ ପଢାଯିବ ବା ଲକୁ ତର୍ଜମା କିଭଳି ଭାବରେ କରାଯିବ, ତାର ଭିନ୍ନ ଭିନ୍ନ ବାଟ ଅଛି। ଏବଂ କୌଣସି ଗୋଟେ ଧର ଯୋଉ ବିଲ୍‌ଟି ଆସିଲା, ସେ ବିଲ୍‌ଟିକୁ ପଢିବା ଏବଂ ତାର ଭିନ୍ନ ୱେରେ ଯେହେତୁ ଆମେ ବର୍ତ୍ତମାନ ସରକାରୀ ଦଳରେ ଅଛୁ, ତେଣୁ ତା ସପକ୍ଷରେ କିଭଳି ଭାବରେ କୁହାଯିବ, ନିଶ୍ଚିତ ଭାବରେ ସେ ଶିକ୍ଷାଟା କାମରେ ଆସେ। ନିଶ୍ଚିତ ସାର୍। ସାର୍ ଆପଣ ମାଷ୍ଟର ବି କରିଛନ୍ତି ଲରେ? ମୁଁ ବ୍ୟାଚେଲର କରିଛି ଲରେ। ଆଜ୍ଞା। ମୁଁ ମାସ୍ କମ୍ୟୁନିକେସନ ମଧ୍ୟ କରିଛି ଏବଂ ଲରେ କରିଛି। କିନ୍ତୁ ତାପରେ ମୁଁ ଯେହେତୁ ପ୍ରାୟ ଅଭିନୟ ଜଗତରେ ଡାଇରେକ୍ଟଲି ଆସିଗଲି, ତାପରେ ବିଶେଷ ଆଉ ଆଗେଇ ପାରିଲି ନାହିଁ। ଆଜ୍ଞା ସାର୍, ମୁଁ ବୋଧହୁଏ ଗୋଟେ ରଙ୍ଗ ଇନଫର୍ମେସନ କୋଉଠୁ ପାଇଯାଇଛି କି ଆପଣ ମାଷ୍ଟର୍ସ କରିଛନ୍ତି। ସାର୍ ଆପଣ ମାସ୍ କମ୍ୟୁନିକେସନ ବି ଆପଣ କରିଛନ୍ତି। ସାର୍ ଯେତେବେଳେ ଆପଣଙ୍କୁ ଛୋଟବେଳେ ପଚାରୁଥିଲେ କି ଆକାଶ ଆପଣ ବଡ ହେଲେ କଣ କରିବେ? ସାର୍ ଆପଣ ଉତ୍ତରରେ କଣ ଦଉଥିଲେ? ପିଲାବେଳେ ସବୁ ପିଲାଙ୍କର ସମସ୍ତଙ୍କର ମୁଁ ଭାବେ ଯେ ଅ, ବହୁତ ସମୟରେ ଅଲଗା ଅଲଗା ସମୟରେ ଅଲଗା ଅଲଗା ସବୁ ଉତ୍ତର ଥାଏ। ବହୁତ ଛୋଟ ହେଇଥିଲି ଯେତେବେଳେ ଭାବୁଥିଲି ଯେ ସାଇଣ୍ଟିଷ୍ଟ ହେବି ବୋଲି। ତାପରେ ଯେତେବେଳେ ବଡ ହେଲି ଯେତେବେଳେ ଭାବିଲି କଲେଜରେ ପଢିଲା ବେଳେ ଭାବିଲି ଯେ ମୁଁ ଅ, ହୁଏତ ଜଣେ ଜର୍ଣ୍ଣାଲିଷ୍ଟ ହେବି, ନିଜସ୍ୱ ଗୋଟେ ନ୍ୟୁଜ ପେପର କାଢିବି ଏବଂ ସେ ନ୍ୟୁଜ ପେପର ମାଧ୍ୟମରେ ମୁଁ ଲୋକମାନଙ୍କ ସ୍ୱରକୁ ଉଠେଇବି। ସେ କଥାଟା ମଧ୍ୟ ମୋର ଥିଲା। ତାପରେ ଭାବିଲି ଯେ ଠିକ ଅଛି ମୁଁ ଲ ମଧ୍ୟ କରିବି, ଲୋକମାନଙ୍କ ପାଇଁ ମାନେ ଲୋକଙ୍କ ପାଇଁ ଜଷ୍ଟିସ ପାଇଁ ମୁଁ ଲଢିବି। କିନ୍ତୁ ଆ, ବେଳେବେଳେ ଡେଷ୍ଟିନି ମଧ୍ୟ ଥାଏ, ଭାଗ୍ୟ ଥାଏ। ମୁଁ ଅଭିନୟ କରିବାର କୌଣସି ମୋର ପ୍ଲାନିଂ ନଥିଲା। କୌଣସି ମାନେ ବିନା ପ୍ଲାନରେ ମୁଁ ହଠାତ୍ ଷ୍ଟାର୍ଟ କଲି। କିନ୍ତୁ ଯେତେବେଳେ ଲୋକମାନଙ୍କ ଭଲ ପାଇବା ମିଳିଲା ମୁଁ କହିବି, ତାପରେ ମୁଁ ଶିଖିବା ଆରମ୍ଭ କଲି। ତାପରେ ଧୀରେ ଧୀରେ ମୁଁ ଥିଏଟର୍ସ ମଧ୍ୟ କରିଛି। ତାପରେ ମୁଁ ସବୁ କିଛି ଶିଖିଲି। କିଛିଟା ଆକ୍ସନ ମୁଁ ଶିଖିଥିଲି ଆଗରୁ, କିନ୍ତୁ ତାପରେ ଅନେକ କିଛି ଶିଖିଲି ଏବଂ ଏ ପ୍ରୋସେସରେ ମୁଁ ଅନେକ କିଛି ଶିଖିଛି ମୁଁ କହିବି, ଏବେ ମଧ୍ୟ ଶିଖୁଛି। ନିଶ୍ଚିତ ସାର୍। କିନ୍ତୁ ସାର୍ ମୁଁ ଯଦି ଗୋଟେ ଜିନିଷ ଜାଣିବି କି ଆପଣଙ୍କ ଛୋଟବେଳୁ ଇଚ୍ଛା ଥିଲା ଲୋକମାନଙ୍କ ପାଇଁ ମତେ କିଛି କରିବାର ଅଛି। ସେ ଲ ମାଧ୍ୟମରେ ହଉ କିମ୍ବା ମାସ୍ କମ୍ୟୁନିକେସନ ମାଧ୍ୟମରେ ହଉ। ସେଥିପାଇଁ ବୋଧହୁଏ ଆପଣ ଜଣେ ସଫଳ ନେତା ହିସାବରେ ଏବେ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହେଇପାରିଛନ୍ତି। ଅ, ଆରମ୍ଭରୁ ହିଁ ଇଚ୍ଛା ଥିଲା ଯେ ଲୋକଙ୍କ ପାଇଁ କିଛି କରିବା। ଅ, କାରଣ ମୁଁ ଉଭୟ ମୋର ବାପାଙ୍କ କଥା କହିବି, ମା ମଧ୍ୟ ଇନ୍ଦିରା ଦାସ ଜଣେ ଅ, ବହୁତ ଭଲ ଶିକ୍ଷୟିତ୍ରୀ ଏବଂ ସମାଜସେବୀ। ସେ ମଧ୍ୟ ବହୁତ କାମ କରୁଛନ୍ତି ଲୋକମାନଙ୍କ ପାଇଁ। ଉଭୟଙ୍କର ଆରମ୍ଭରୁ ହିଁ ପିଲାବେଳୁ ଗୋଟେ ଏଭଳି ବାତାବରଣ ଥିଲା ଆମ ଘରେ ଯେ ନିଜଠାରୁ ଆଗେ ପ୍ରଥମେ ଅନ୍ୟକୁ ଦେଖିବା ବା ସୋସାଇଟି ପାଇଁ ଆମେ କଣ କରିପାରିବା, ଦେଶ ପାଇଁ କଣ କରିପାରିବା ଏବଂ ଘରେ ଗୋଟେ ମାହୋଲ ଏମିତି ଥିଲା ଯେ ଗୋଟେ ଦେଶାତ୍ମକ ବୋଧକ ସବୁବେଳେ ବାତାବରଣ ଥାଏ ଏବଂ ପ୍ରାୟ ଆମ ଘରେ ଗୋଟେ ବହୁତ ବଡ ଲାଇବ୍ରେରୀ ମଧ୍ୟ ଅଛି, ଯୋଉ ଲାଇବ୍ରେରୀରେ କି ମ୍ୟାକ୍ସିମମ୍ ବହି ଦେଶାତ୍ମକ ବୋଧକ ବହି ଥିବ, ହୁଏତ ବଡ ବଡ ମହାମନୀଷୀ ମାନଙ୍କର ଆତ୍ମଜୀବନୀ ଥିବ। ତ ସେ ସବୁ ପଢି ପଢି ମୁଁ ବଡ ହେଇଛି। ପିଲାବେଳୁ ହିଁ ଇଚ୍ଛା ଥିଲା ଯେ କିଛି ନା କିଛି ମୁଁ ଲୋକମାନଙ୍କ ପାଇଁ କରିବି, ଲୋକମାନଙ୍କର ସ୍ୱର ହେବି, ଲୋକମାନଙ୍କ ପାଇଁ କାମ କରିବି, ଯୋଉମାନେ ସମାଜରେ ପଛ ଧାଡିରେ ଅଛନ୍ତି ସେମାନଙ୍କ ପାଇଁ କାମ କରିବି। କୋଉଠି ନା କୋଉଠି ମୁଁ ଭାବୁଛି ଯେ ଆଜି ମୁଁ କିଛିଟା ସଫଳ ହେଇଛି ଏବଂ ସେ ଆତ୍ମସନ୍ତୁଷ୍ଟ ମଧ୍ୟ ଅଛି। ନିଶ୍ଚିତ ସାର୍। ସାର୍ ଯେହେତୁ ଆପଣ ମାସ୍ କମ୍ୟୁନିକେସନ କରିଛନ୍ତି, ସେଥିପାଇଁ ସାର୍ ଏଇ କ୍ୱେଶ୍ଚିନ୍‌ଟି ଆପଣଙ୍କ ପ୍ରତି ରହିବ କି ସାର୍ ଆମେ କହୁ କି ଅନବାୟାସ୍ଡ ମିଡିଆ ହଉଛି ଡେମୋକ୍ରେସିର ଫୋର୍ଥ ପିଲର। ସାର୍ ଆପଣଙ୍କୁ ଲାଗୁଛି ଓଡିଶାରେ ସ୍ପେସିଫିକାଲି ମିଡିଆ ଅନବାୟାସ୍ଡ ଅଛି? ମତେ ଲାଗେ ମିଡିଆ ବିଭିନ୍ନ ୱେରେ ଆମେ ଇଣ୍ଟରପ୍ରେଟ କରିପାରିବା। ବହୁତ ସମୟରେ ମିଡିଆରେ ମଧ୍ୟ ସ୍ୱାଧୀନତା ନଥାଏ ଏବଂ ମିଡିଆ ମିଡିଆ ହାଉସ ଓନର ଯାହା ଚାହାନ୍ତି ସେଇ ହିସାବରେ ବେଳେ ବେଳେ ମିଡିଆ ମଧ୍ୟ ତାର ମତ ପରିବର୍ତ୍ତନ କରିଥାଏ। ବର୍ତ୍ତମାନ ସମୟ ବଦଳିଛି, ମତେ ଲାଗୁଛି ଯେ ମେନଷ୍ଟ୍ରିମ ମିଡିଆ ଛାଡିକି ଅନେକ ଗୁଡିଏ ନୂତନ ମଧ୍ୟ ସୋସିଆଲ ମିଡିଆ। ସୋସିଆଲ ମିଡିଆ ଗୋଟେ ବହୁତ ବଡ ଆକାର ଧାରଣ କରିଛି ଏବଂ ତାର ଗୋଟେ ସକାରାତ୍ମକ ଦିଗ ମଧ୍ୟ ଅଛି, ନକାରାତ୍ମକ ଦିଗ ମଧ୍ୟ ଅଛି। ସକାରାତ୍ମକ ଦିଗ ଏହା ଯେ ବର୍ତ୍ତମାନ କିଛି କଥା ଲୁଚେଇ ହବନି, ସବୁ କଥା ସାମ୍ନାକୁ ଆସିବ। ନକାରାତ୍ମକ ଦିଗ ଏହା ଯେ ସତ୍ୟଟାକୁ ବିଭିନ୍ନ ଭାବରେ ଲୋକ ମଧ୍ୟ ବିଭିନ୍ନ ଏଙ୍ଗେଲରେ ଦେଖଉଛନ୍ତି, କିଛି ବହୁତ ଜାଗାରେ ଅର୍ଦ୍ଧ ସତ୍ୟ ମଧ୍ୟ ଦେଖଉଛନ୍ତି।
ଯୋଉଟାକି ଅର୍ଦ୍ଧସତ୍ୟ ମୁଁ କହିବି ମିଥ୍ୟା ଠାରୁ ମଧ୍ୟ ଭୟଙ୍କର। ତେଣୁ ସେ ଚ୍ୟାଲେଞ୍ଜେସ୍ ମଧ୍ୟ ଅଛି। ତେଣୁ ଆଜିକା ସମୟରେ ମୁଁ ଭାବୁଛି ଲୋକମାନଙ୍କୁ ନିଜେ ସଚେତନ ହବାକୁ ପଡିବ ଯେ କୋଉ ଭଳି ଏବଂ ବିଶେଷରେ ମତେ ଲାଗେ ଓଡିଶାରେ ସାଧାରଣ ଲୋକ ଭିୟୁର୍ସ ଯୋଉମାନେ ଅଛନ୍ତି, ଯୋଉମାନେ ସୋସିଆଲ ମିଡିଆ ଦେଖୁଛନ୍ତି, ସେମାନଙ୍କୁ ଚୁଜ୍ କରିବାକୁ ପଡିବ ଯେ ସେମାନେ କୋଉ ଭଳିଆ କଣ୍ଟେଣ୍ଟ ଦେଖିବାକୁ ଚାହୁଁଛନ୍ତି। ଯଦି ସେମାନେ ଭଲ କଣ୍ଟେଣ୍ଟ ଦେଖିବାକୁ ଅଧିକରୁ ଅଧିକ ଉତ୍ସାହିତ ହେବେ, ତାହେଲେ ନିଶ୍ଚିତ ଭାବରେ ଭଲ କଣ୍ଟେଣ୍ଟ ବାହାରିବ। ଧରାଯାଉ ଆଜି ଆମେ ଏଠି ଆଲୋଚନା କରୁଛେ, କିଛିଟା ମୋ ବିଷୟରେ ଆଲୋଚନା ହଉଛି, ତା ସହିତ କିଛି ସୋସାଇଟି ଉପରେ ମଧ୍ୟ ଆମେ ଆଲୋଚନା କରୁଛନ୍ତି, ବହୁତ ଭଲ କ୍ୱେଶ୍ଚିନ୍ସ ଆପଣ ପଚାରୁଛନ୍ତି, ରିସର୍ଚ୍ଚ ମଧ୍ୟ କରିଛନ୍ତି। ଏଇ କଣ୍ଟେଣ୍ଟକୁ ଯଦି ଅଧିକରୁ ଅଧିକ ଲୋକ ଦେଖିବେ, ତାହେଲେ ଏଇଭଳି ଅନେକ ଜଣ ଭଲ କଣ୍ଟେଣ୍ଟ କରିବାକୁ ଚେଷ୍ଟା କରିବେ। କିନ୍ତୁ ଆମେ ଦେଖୁଛୁ ବର୍ତ୍ତମାନ ଶସ୍ତା କଣ୍ଟେଣ୍ଟ ବହୁତ ବାହାରୁଛି, ଯୋଉ କଣ୍ଟେଣ୍ଟ କି କୌଣସି ରୁଚି ନାହିଁ, ଯୋଉ କଣ୍ଟେଣ୍ଟରେ ଅଶ୍ଳୀଳତା ଅଛି, ରୁଚି ନାହିଁ, ଯୋଉ କଣ୍ଟେଣ୍ଟର କୌଣସି ସତ୍ୟତା ନାହିଁ, ସେ କଣ୍ଟେଣ୍ଟ ମଧ୍ୟକୁ ମଧ୍ୟ ବହୁତ ଲୋକ ଦେଖୁଛନ୍ତି। ଲୋକ ଦେଖିବା ଫଳରେ ଯୋଉମାନେ କଣ୍ଟେଣ୍ଟ ତିଆରି କରୁଛନ୍ତି ସେମାନେ ଉତ୍ସାହିତ ହଉଛନ୍ତି କରିବା ପାଇଁ। ସୋ ଡିପେଣ୍ଡ କରେ ଯୋଉମାନେ ଦେଖୁଛନ୍ତି ସେମାନଙ୍କ ଉପରେ ବହୁତ କିଛି ଡିପେଣ୍ଡ କରେ। ତ ସାର୍ ମୁଁ ଏଇଟା ବୋଧହୁଏ ବହୁତ ଜାଗାରେ କହିଛି କି ସାର୍ ଆମ ମିଡିଆ ଆଉ ଆମ ଦର୍ଶକ ଆମେ ସମସ୍ତେ ଗୋଟେ ଭିସିୟସ୍ ସାଇକେଲରେ ପଶି ଯାଇଛନ୍ତି କି ସେମାନେ ଦେଖୁଛନ୍ତି ବୋଲି ମେନଷ୍ଟ୍ରିମ୍ ମିଡିଆ ହେଇଯାଉ କିମ୍ବା ସୋସିଆଲ ମିଡିଆ ହେଇଯାଉ ସେଭଳିଆ କଣ୍ଟେଣ୍ଟ ଆସୁଛି ଆଉ ସେଭଳିଆ କଣ୍ଟେଣ୍ଟ ଆସୁଛି ବୋଲି ଦର୍ଶକମାନେ ଦେଖୁଛନ୍ତି। ତ ତାର ସମାଧାନ ଆମ ଦି ଜଣଙ୍କର ରେସ୍ପନ୍ସିବିଲିଟି କି ଆମେ କେମିତି କଣ୍ଟେଣ୍ଟ କନଜ୍ୟୁମ୍ କରିବା ଆଉ ଆମେ କେମିତି କଣ୍ଟେଣ୍ଟ ପ୍ରୋଭାଇଡ କରିବା। ଆପଣ ଟିକେ ପୂର୍ବରୁ କହିଲେ କି ସୋସିଆଲ ମିଡିଆ ଆସିବା ଫଳରେ ଗୋଟେ ଜିନିଷ ଭଲ ହେଇଛି କି ଟ୍ରାନ୍ସପାରେନ୍ସି ଟିକେ ଅଧିକ ଆସିଯାଇଛି। ସାର୍ ଯେତେବେଳେ ଟ୍ରାନ୍ସପାରେନ୍ସି ଆସେ ବହୁତ ଅଧିକ, ସାର୍ କରପ୍ସନ ଟିକେ କମିଯାଏ କି? ନିଶ୍ଚିତ ନିଶ୍ଚିତ ଅନେକାଂଶରେ କମିବ ଏବଂ ଲୋକମାନଙ୍କୁ ସଚେତନ ହବାର ଅଛି ମୋ ମତରେ। ଯୋଉ ଜାଗାରେ ଆମେ ଦେଖୁଛୁ, ମୁଁ ମଧ୍ୟ ଜଣେ ଲୋକ ପ୍ରତିନିଧି ହିସାବରେ ଦେଖୁଛି, ଯୋଉ ଜାଗାରେ ଲୋକମାନେ ସଚେତନ ଅଛନ୍ତି ସେ ଜାଗାରେ କରପ୍ସନର ସଂଖ୍ୟା କମ। ଧରାଯାଉ ଆମେ ଗୋଟେ ଜାଗାରେ ଫଣ୍ଡ ଆଲୋକେଟ୍ କଲୁ ଗୋଟେ କାମ କରିବା ପାଇଁ, ଧରାଯାଉ ମୁଁ କହିବି ଗୋଟେ ରାସ୍ତା କାମ କରିବା ପାଇଁ ଆମେ ଫଣ୍ଡସ୍ ଦେଲୁ, ଯୋଉ ଗ୍ରାମବାସୀ ମାନେ ବା ଯୋଉ ଜାଗାରେ ଲୋକମାନେ ସଚେତନ ଅଛନ୍ତି ସେମାନେ କହିବେ ଯେ ଠିକ ଅଛି ଏଇଟା ସରକାର ଟଙ୍କା ଦେଇଛନ୍ତି, ହେଲେ ରାସ୍ତା ହଉଛି ଆମର ଏବଂ ଜଗିବା କାମ ମଧ୍ୟ ଆମର, ଆମେ ଜଗିବୁ ଯେ ରାସ୍ତାର ଭାଗ ଠିକ ହବ, ରାସ୍ତା ଠିକ ଭାବରେ ତିଆରି ହବ, ସେ ଜାଗାରେ ରାସ୍ତା ନିଶ୍ଚିତ ଭାବରେ ଭଲ ହବ। ଏବଂ ଯୋଉ ଜାଗାରେ ଲୋକମାନେ ଭାବିବେ ଯେ ହଁ ସରକାର ତ ଟଙ୍କା ଦଉଛନ୍ତି ଆମେ କାହିଁ ଜଗିବୁ, ଯାହା ହଉଛି ହଉ, ତେଣୁ ସେ ଜାଗାରେ ହୁଏତ କରପ୍ସନ ହେଇପାରେ। ତେଣୁ ମୋ ମତରେ ଲୋକମାନଙ୍କର ମଧ୍ୟ ସଚେତନ ହବାର ଆବଶ୍ୟକତା ରହିଛି। ସାର୍ ଯଦି ଆମେ ସଚେତନ ହବା ଦିନକୁ ଦିନ ସବୁ ପ୍ରକାର ସିଷ୍ଟମରେ ସୁଧାର ନିଶ୍ଚୟ ଆସିପାରିବ। ନିଶ୍ଚୟ। ନିଶ୍ଚିତ ସାର୍। ସାର୍ ଆପଣ କୋରେଇର ବିଧାୟକ। ସାର୍ ଯଦି କୋରେଇ କଥା ଦେଖିବା ସାର୍ ସେ ଟିକେ ବନ୍ୟା ପ୍ଲାବିତ ଅଞ୍ଚଳ କୋରେଇ। ସାର୍ ଆପଣ ନିଜେ କେବେ ଯାଇଛନ୍ତି? କେବେ ରିଲିଫ ବାଣ୍ଟିଛନ୍ତି? ନିଶ୍ଚୟ ମୁଁ ଯେବେ ବି ବନ୍ୟା ହୁଏ, ପାଣି ହୁଏ, ବନ୍ୟା ହୁଏ, ମୁଁ ନିଜେ ଯାଏ ଏବଂ ପାଣି ଭିତରେ ପଶି ରିଲିଫ ବାଣ୍ଟେ। ବର୍ତ୍ତମାନ ତ ବହୁତ ବର୍ଷ ହେଲା ବନ୍ୟା ଆସିନି, କାରଣ ହେଲା ଯେ ମୁଁ ଯେତେବେଳେ ବିଧାୟକ ଥିଲି ସେବେଠାରୁ କିଛି ବହୁତ ଲମ୍ବା ଭିଜନ ରଖିକି ସେଟା କାମ ଆରମ୍ଭ କରିଥିଲି ଏବଂ ବହୁତ ଖୁସି ଯେ ବର୍ତ୍ତମାନ ସେ କାମ ପାଖାପାଖି ସରି ଆସୁଛି। ଅନେକ ଜାଗାରେ ଆମେ ନୂତନ ବ୍ରିଜ କରିସାରିଛୁ ଏବଂ ଅନେକ ଜାଗାରେ ଆମେ ପଥର ବନ୍ଧ ବାନ୍ଧି ସାରିଛୁ, ଯୋଉ ଜାଗାରେ ମାଟି ଖାଇ ଯାଉଥିଲା ବନ୍ୟା ବେଳେ, ଲୋକମାନଙ୍କର ଘରେ ପାଣି ପଶୁଥିଲା ବା ସବୁ ସେ ସବୁ ଜାଗା ପ୍ରାୟ ପାଖାପାଖି ଆମେ ବର୍ତ୍ତମାନ ପଥର ପ୍ୟାକିଂ କାମ ଅଲରେଡି କାମ ସରିଯାଇଛି କିଛି ଜାଗାରେ ଏବଂ କିଛି ଜାଗାରେ କାମ ମଧ୍ୟ ଆରମ୍ଭ ହେଇଯାଇଛି। ସୋ ନିଶ୍ଚିତ ଅଲମୋଷ୍ଟ ସାର୍। ମୋର ଲକ୍ଷ୍ୟ ଯାହା ଆଗାମୀ 2-3 ବର୍ଷ ଭିତରେ ସମ୍ପୂର୍ଣ୍ଣ ଭାବରେ ବନ୍ୟାର ନିରାକରଣ କରିବା। ନିଶ୍ଚିତ ସାର୍। ସାର୍ ଆଉ ଗୋଟେ ଜିନିଷ, କୋରେଇ ହଉଛି ଗୋଟେ ଆଗ୍ରିକଲଚର ସେଣ୍ଟ୍ରିକ ଜାଗା ଆଜ୍ଞା। ଯୋଉଠି ଆଗ୍ରିକଲଚର ଚାଷ ବହୁତ ଅଧିକ ହୁଏ। ଚାଷୀଙ୍କ ପାଇଁ ଆପଣ କଣ କରନ୍ତି? ଚାଷୀ ମାନଙ୍କ ପାଇଁ ଆମେ ଚେଷ୍ଟା କରୁଛୁ ଯେ ଅଧିକରୁ ଅଧିକ ଜାଗାରେ କିଭଳି ଭାବରେ ଜଳସେଚନ ର ସୁବିଧା ହେଇପାରିବ ଏବଂ ଯେହେତୁ ରେଙ୍ଗାଲି ମଧ୍ୟ ଆମର ମୋର ନିର୍ବାଚନ ମଣ୍ଡଳୀ ଦେଇଦିଆଯାଉଛି, ରେଙ୍ଗାଲି ହେବା ଫଳରେ ଏବଂ କିଛି ମେଗା ଜଳସେଚନ ସୁବିଧା ସୁଯୋଗ ଦେବା ଫଳରେ ବର୍ତ୍ତମାନ ଅନେକ ଜାଗାରେ ଆମେ ଦେଖୁଛି ଯେ ବର୍ତ୍ତମାନ ବହୁତ ଭଲ ଫସଲ ହେବା ଆରମ୍ଭ ହେଇଛି, ଧାନର ପରିମାଣ ମଧ୍ୟ ବହୁତ ଗୁଣରେ ବଢିଛି ଏବଂ କେବଳ ଯୋଉ ସମୟରେ ଧାନ ହୁଏ ସେ ସମୟରେ ଧାନ ନ ହେଇ ମଧ୍ୟ ଦୁଇଥର ମଧ୍ୟ ରବି ଫସଲ ମଧ୍ୟ ଆରମ୍ଭ ହେଇଛି। ତେଣୁ ମୁଁ କହିବି ଯେ ଯୋଉ ୟୁଥ ମାନେ ଆଗାମୀ ଦିନରେ ଚାଷ ପ୍ରତି ବିମୁଖ ହଉଥିଲେ, ଚାଷ କରୁନଥିଲେ, ବର୍ତ୍ତମାନ ସେମାନେ ମୁଁ ବହୁତ ଜାଗାରେ ଦେଖୁଛି ଯେ ସେମାନେ ଫେରିଲେଣି ଚାଷକୁ, ସେମାନେ ପୁଣି ଚାଷ କରିବା ଆରମ୍ଭ କରୁଛନ୍ତି ବା ଧାନ, ତାର ନିଶ୍ଚିତ ଭାବରେ ଶ୍ରେୟ ବୋଧେ ଆଉ ଗୋଟେ ବହୁତ ବଡ ଶ୍ରେୟ ଯିବ ଆମ ସରକାରଙ୍କୁ, କାରଣ 800 ଟଙ୍କା ଯୋଉଟା ବହୁତ ବଡ ମୁଁ କହିବି ଗୋଟେ ଇନପୁଟ ସବସିଡି ଯୋଉଟା ମିଳିଲା ଧାନର ମିନିମମ୍ ସପୋର୍ଟ ପ୍ରାଇସ୍, ତା ଫଳରେ ମଧ୍ୟ ଅନେକ ଜଣ ଧାନ ଚାଷ କରିବା ପାଇଁ ଆଗ୍ରହୀ ହୋଇଛନ୍ତି।
ନିଶ୍ଚିତ ସାର୍। ହୁଏତ ଯଦି ଚାଷୀଙ୍କ ସଂଖ୍ୟା ଅଧିକ ବଢ଼ିବ ଓଡ଼ିଶାର ଇକୋନୋମି ବି ଆଗକୁ ଯିବ। ନିଶ୍ଚୟ, ନିଶ୍ଚୟ। ନିଶ୍ଚିତ ସାର୍। ସାର୍ ଆପଣ ଜଣେ ୱେଲ୍ ଟୁ ଡୁ ଫ୍ୟାମିଲିରୁ ଆସିଛନ୍ତି। ମୁଁ ଫିନାନ୍ସିଆଲ କଥା କହୁଛି। ସାର୍ ଆପଣ ଯେତେବେଳେ ପୋଭର୍ଟି କି ଦେଖନ୍ତି ଆପଣ ବୁଝି ଆସେ ପୋଭର୍ଟି? ନାଇଁ ମୁଁ ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛି। ମୋର ଅ ବାପା, ମା ଉଭୟେ ପିଲାବେଳୁ ମତେ ବହୁତ ଭଲ ଭାବରେ ସେମାନେ ବଢେଇଛନ୍ତି। କିନ୍ତୁ ମୁଁ ପିଲାବେଳୁ ହିଁ ବାପାଙ୍କ ସାଙ୍ଗରେ ବୁଲିକି ଦେଖିଛି। ଖଣି ଉପତ୍ୟକା ବୁଲେ, ଆଦିବାସୀ ମାନଙ୍କ ଅଞ୍ଚଳ ବୁଲିଛି, ସେମାନଙ୍କ ସହିତ ରାତିରେ ରହିଛି। ତେଣୁ ସେମାନଙ୍କର ସେ କଷ୍ଟଟାକୁ ମୁଁ ଦେଖିଛି, ସେ ଦାରିଦ୍ର୍ୟଟା ମୁଁ ଦେଖିଛି ଏବଂ ସବୁକିଛି ନଥାଇକି ମଧ୍ୟ ସେମାନଙ୍କ ଭିତରେ ଯୋଉ ଆତ୍ମସନ୍ତୋଷଟା ମଧ୍ୟ ଦେଖିଛି, ସେମାନଙ୍କର ହୃଦୟଟାକୁ ମଧ୍ୟ ମୁଁ ଦେଖିଛି। ହୁଏତ ତାଙ୍କ ପାଖରେ କିଛି ନଥାଇପାରେ, କିନ୍ତୁ ହୁଁ। ଯୋଉ ବିଶାଳ ହୃଦୟ ସେମାନଙ୍କର ଥାଏ, ସେ ହୃଦୟଟାକୁ ମଧ୍ୟ ମୁଁ ଦେଖିଛି। ହୁଁ। ତେଣୁ ବହୁ ପାଖରୁ ମୁଁ ଅ, ସେମାନଙ୍କର ସଂଘର୍ଷ, ସେମାନଙ୍କର ଦାରିଦ୍ର୍ୟ, ସେମାନଙ୍କର ଦୁଃଖଟା ଦେଖିଛି। ହୁଁ। ହୁଏତ ସେଇଟା ମଧ୍ୟ ମତେ ପ୍ରେରିତ କରିଛି ଯେ ଚାକିରି ରାଜନୀତିକୁ ଆସିବା ଏବଂ ସେମାନଙ୍କ ପାଇଁ କିଛି କାମ କରିବା। ନିଶ୍ଚିତ ସାର୍। ସାର୍ ମୁଁ ବ୍ୟାସନଗର କଲେଜର ଜଣେ ଷ୍ଟୁଡେଣ୍ଟ। ସାର୍ ଯେତେବେଳେ ମୁଁ ଓ ଥିଲି ଆଚ୍ଛା, ମୁଁ ଜାଣିନଥିଲି। ଆଚ୍ଛା, ବାଃ! ସାର୍ ମୁଁ ଯେତେବେଳେ କଲେଜରେ ପଢୁଥିଲି ଅ, ମୁଁ ବୋଧହୁଏ କୋରେଇର ସମସ୍ୟା ବିଷୟରେ ଅବଗତ ନାହିଁ। କିନ୍ତୁ ଯେତେବେଳେ ମୁଁ ବ୍ୟାସନଗର କଲେଜରେ ପଢୁଥିଲି ପ୍ରତିଟି ଜାଗାରେ ପାଣିର କ୍ୱାଲିଟି ଭଲ ନଥାଏ। ସାର୍ ପିଇବା ପାଣି ଯଦି ଆମେ ଦେଖିବା ଡେଲି ଲାଇଫକୁ ବହୁତ ପ୍ରଭାବିତ କରେ। ଆପଣ ଯାଇକି କେବେ ଚେକ୍ କରିଛନ୍ତି ପିଇବା ପାଣି? ରେଗୁଲାର ଭାବରେ ବର୍ତ୍ତମାନ ଆମର ସବୁ ଟ୍ୟୁବୱେଲ୍ସ ଚେକ୍ ହେବା ଆରମ୍ଭ ହେଇଛି ଏବଂ ଲାଷ୍ଟ କିଛି ବର୍ଷ ଭିତରେ ମୁଁ ବିଧାୟକ ହେଲା ପରେ ବୋଧେ ଲାଷ୍ଟ 70 ବର୍ଷ ଯେତେ ଟ୍ୟୁବୱେଲ୍ସ ଖୋଳା ହେଇନଥିଲା, ବର୍ତ୍ତମାନ ଲାଷ୍ଟ 2-3 ବର୍ଷ ଭିତରେ 2 ବର୍ଷ ଭିତରେ ସେଟା ଆମେ ଖୋଳିଛୁ ଏବଂ ଗୋଟେ ମେଗା ୱାଟର ସପ୍ଲାଏ କାମ ମଧ୍ୟ ଖୁବ ଜଲ୍ଦି ଚାଲିଛି। ହୁଁ। ମେଜର ପ୍ରୋବ୍ଲେମ୍ସ ହଉଛି ଆମ ଅଞ୍ଚଳରେ ଭୂତଳ ଜଳର ସମସ୍ୟା। ହୁଁ। ଗ୍ରାଉଣ୍ଡ ୱାଟରର ସ୍କାସିଟି ଧୀରେ ଧୀରେ ବଢି ବଢି ଚାଲିଛି। ହୁଁ। ଆ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ବର୍ତ୍ତମାନ ମୁଁ ତିଆରି କରୁଛି। ବିକଜ ଦୁଇଟି କାରଣ ଗ୍ରାଉଣ୍ଡ ୱାଟର ଖସିବାର। ଗୋଟିଏ ହେଲା ପାଖ ଯୋଉ ଇଣ୍ଡଷ୍ଟ୍ରିଜ ମାନେ ଅଛନ୍ତି, ଆମର ନିର୍ବାଚନ ମଣ୍ଡଳୀ ବାହାରେ ମଧ୍ୟ କିଛି ଇଣ୍ଡଷ୍ଟ୍ରିଜ ଅଛନ୍ତି, ସେମାନେ ଯୋଉ ଭୂତଳ ଜଳ ୟୁଜ କରୁଛନ୍ତି ଏବଂ ତା ସହିତ ମଧ୍ୟ ଆମେ ଦେଖୁଛୁ ଯେ ସାଧାରଣ ଲୋକମାନେ ମଧ୍ୟ ଚାଷ କରିବା ପାଇଁ ମଧ୍ୟ ସେମାନେ ଭୂତଳ ଜଳର ବ୍ୟବହାର କରୁଛନ୍ତି। ହୁଁ। ଏବଂ ତୃତୀୟ କଥା ହେଲା ଯେ ରେନ୍ ୱାଟର ଟାକୁ ଠିକ ଭାବରେ ଆମେ ରିଜର୍ଭ କରି ରିଜର୍ଭ କରିପାରୁନାହୁଁ। ବିଭିନ୍ନ କାରଣରୁ ବର୍ତ୍ତମାନ ଗ୍ରାଉଣ୍ଡ ୱାଟର ଧୀରେ 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 ତଳକୁ ଖସୁଛି ଏବଂ ହୁଁ। କୋରିଆରେ ମଧ୍ୟ ଗୋଟେ ସେଟା ଗୁରୁତର ସମସ୍ୟା। ହୁଁ। ସାରା ଓଡିଶାରେ ନୁହେଁ, ସାରା ବିଶ୍ୱରେ ମଧ୍ୟ ଏହା ସମସ୍ୟା। ହୁଁ। ତ ଏଟା କୋରିଆରେ ମଧ୍ୟ ଗୋଟେ ଭାରି ଗୁରୁତର ସମସ୍ୟା ଭାବରେ ଦେଖାଦେଇଛି। ତେଣୁ ଦୀର୍ଘସ୍ଥାୟୀ ଭାବରେ ଆମେ ଆଗାମୀ ଦିନରେ ତାକୁ ଗୁରୁତ୍ୱ ଭାବରେ ନେଇ ଆମେ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରୁଛୁ। ଅନେକ ଗୁଡ଼ିଏ ନୂଆ ପଣ୍ଡସ୍ ତିଆରି କରିବା ପାଇଁ ମଧ୍ୟ ଯୋଜନା ଆମେ ରଖିଛୁ। ମୁଁ ଭାବୁଛି ସେସବୁ ହେଲା ପରେ ନିଶ୍ଚିତ ଭାବରେ ଏହି ସମସ୍ୟା ସମାଧାନ ଆମେ କରିଦେଇ ପାରିବୁ। ନିଶ୍ଚିତ ସାର୍। ସାର୍ ଆପଣ କୋରିଆର ଗୋଟେ ସମସ୍ୟା କଥା କହିଲେ ଗ୍ରାଉଣ୍ଡ ୱାଟର ସ୍କାର୍ସିଟି। ତା ଛଡା କୋରିଆରେ ଏବେ କଣ ସମସ୍ୟା ଅଛି? କୋରିଆରେ ବେସିକ୍ ସମସ୍ୟା ଯାହା ଅଛି ସେ ସବୁକୁ ଆମେ ବର୍ତ୍ତମାନ ପାଖାପାଖି ସମାଧାନ କରିବାର ସକ୍ଷମ ହେଇଛୁ। ଏ 2 ବର୍ଷ ଭିତରେ ମୋର ଯାହା ଭାବୁଛି ଯେ ମୁଁ ଗୋଟେ ନିର୍ବାଚନ ସମୟରେ ଗୋଟେ ଇସ୍ତାହାର କରିଥିଲି ଯେ ଏହା ମୁଁ କରିବି। ହୁଁ। ପ୍ରାୟ 2 ବର୍ଷ ଭିତରେ ସେଥିରେ 50% ଅଧିକ ମୁଁ ପୁରା କରିସାରିଛି ଏବଂ ମତେ ଲାଗୁଛି ଆଗାମୀ ଗୋଟେ ବର୍ଷ ଭିତରେ ଯାହା ଯାହା ମୁଁ ପ୍ରତିଶ୍ରୁତି ଦେଇଥିଲି 5 ବର୍ଷ ଭିତରେ କରିବା ପାଇଁ, ଆଗାମୀ ଗୋଟେ ବର୍ଷ ଭିତରେ ଅର୍ଥାତ୍ 3 ବର୍ଷ ଭିତରେ ସେ ସବୁ ମୁଁ ସମ୍ପୂର୍ଣ୍ଣ କରିଦେଇ ପାରିବି। ହୁଁ। ଆ, ତାକୁ ଛାଡି ବେସିକ୍ କାମ ଯାହା ଅଛି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତା, ବ୍ରିଜ, ପାଣି, ପାନୀୟ ଜଳ ଏବଂ ଚାଷ ଜମିକୁ ଜଳ, ହୁଁ। ବନ୍ୟା ନିୟନ୍ତ୍ରଣ, ଏସବୁକୁ ସମାଧାନ ଆମେ କରିଦେଇ ପାରିବୁ। ହୁଁ। ଯଦି ଗୋଟିଏ ଜିନିଷରେ ଆମେ ପଛେଇ ଯିବୁ, ମତେ ବ୍ୟକ୍ତିଗତ ଭାବରେ ଲାଗୁଛି ଗୋଟିଏ ଜିନିଷରେ ହୁଏତ ମୁଁ ଏଯାଏଁ ସେଟାକୁ ସମ୍ପୂର୍ଣ୍ଣ ଭାବରେ ସମାଧାନ କେତେ ଦୂର କରିପାରିବି, ସେଟା ହଉଛି ଯେ ନିଯୁକ୍ତି, ହୁଁ। ଏମ୍ପ୍ଲୟମେଣ୍ଟଟା ସେଟା ଏମ୍ପ୍ଲୟମେଣ୍ଟ। ଗୋଟେ ବହୁତ ବଡ ସମସ୍ୟା। ହୁଁ। ସେଇଟାକୁ ଯେହେତୁ ଆମ ଅଞ୍ଚଳରେ କୌଣସି ଇଣ୍ଡଷ୍ଟ୍ରି ନାହିଁ, ଆଚ୍ଛା। କେବଳ ଚାଷଟା ହିଁ ହଉଛି ଗୋଟିଏ ହୁଁ। ମାଧ୍ୟମ ଲୋକଙ୍କର ଇଏ କରିବା ପାଇଁ। ତେଣୁ ମୋର ଲକ୍ଷ୍ୟ ରହିଛି ଆଗାମୀ ଦିନରେ କିଛି ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଜ ଯୋଉଟା ହୁଁ। କି ଆମ ଅଞ୍ଚଳରେ କରିବା ପାଇଁ। ଏଟା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଜ କିଛି ହେଲେ ଅନେକ ଗୁଡ଼ିଏ ଶିକ୍ଷିତ ଯୁବକ ଯୁବତୀ ସେଥିରେ ଚାକିରି ପାଇଯାଇ ପାରିବେ। ତ ସେଟା ମୋର ହୁଁ। ଆଗାମୀ ଲକ୍ଷ୍ୟ। ମୋର ସେଟା ହିଁ ରହିଛି ଯେ କିଭଳି ଭାବରେ ମୋର ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଯୋଉମାନେ ଶିକ୍ଷିତ ଅଛନ୍ତି ସେମାନେ ସ୍କିଲ୍ଡ କରିବା ଏବଂ ସେମାନଙ୍କୁ ଜବ୍ କ୍ରିଏସନ କରିବା ଏବଂ ସେମାନଙ୍କୁ ସେ ଚାକିରି ଦବା। ନିଶ୍ଚିତ ସାର୍। କିନ୍ତୁ ସାର୍ ଯାଜପୁର ଯଦି ଆମେ ଦେଖିବା ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ। କୋରେଇ ହୁଏତ ନୁହଁ, କିନ୍ତୁ ଯାଜପୁର ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ। କଣ ତଥାପି ସାର୍ ସେଠି ଅନଏମ୍ପ୍ଲୟମେଣ୍ଟର ଇସ୍ୟୁସ୍ ଦେଖାଯାଉଛି? ଦେଖନ୍ତୁ ବହୁତ ଜଣ ଅଛନ୍ତି ଯୋଉମାନେ ଏମ୍ପ୍ଲୟମେଣ୍ଟ ପାଉଛନ୍ତି, କିନ୍ତୁ ହୁଁ। ତା ଛଡା ମଧ୍ୟ ବହୁତ ଜଣ ଅଛନ୍ତି
ସିମ୍ପଲ ଗ୍ରାଜୁଏଟ୍ ଅଛନ୍ତି। ହୁଁ, ଅନେକ ଜଣ ଅଛନ୍ତି ଯୋଉମାନେ କି ହୁଏତ ସମସ୍ତେ ତ ଇଞ୍ଜିନିୟର୍ସ ନୁହନ୍ତି। ହୁଁ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଜବ୍ ଦରକାର। ହୁଁ, ସେମାନଙ୍କୁ ସେଇ ଜବ୍ ପାଇବା ପାଇଁ ହେଲେ ସେଇ ସ୍କିଲ୍ ମିଳିବା ଦରକାର ଏବଂ ତା ପାଇଁ ସେଇଭଳି ଭାବରେ ଜବ୍ କ୍ରିଏସନର ସୁଯୋଗ ରହିବା ଦରକାର। ହୁଁ। ବିଭିନ୍ନ କଥା ଅଛି। ସାର୍ ଆମେ କୋରେଇର ବହୁତ ସମସ୍ୟା କଥା ହେଲେ, ସମାଧାନ କଥା ବି କଥା ହେଲେ। ସାର୍ ଯଦି ଆମେ ଓଡ଼ିଶାକୁ ଦେଖିବା, ଓଡ଼ିଶାର କଣ ଆଜିକା ଡେଟ୍‌ରେ ସମସ୍ୟା ଅଛି? ଓଡ଼ିଶା ମତେ ଲାଗେ ଯେ ଗୋଟେ ବହୁତ ସମ୍ଭାବନାର ରାଜ୍ୟ ହୁଁ, ଏବଂ ଓଡ଼ିଶା କଥା କହିଲେ ତ ଗୋଟେ ଦିନ ଲାଗିବ ମତେ କହିବା ପାଇଁ। ହୁଁ, ଆ, ଏବଂ ବେଳେବେଳେ ମୁଁ ଟିକେ ଇମୋସନାଲ ହେଇଯାଏ ଓଡ଼ିଶା କଥା କହିବା ପାଇଁ ଏଇଥିପାଇଁ ଯେ ଓଡ଼ିଶା ଇତିହାସରେ ଏବଂ ବହୁତ ପୁରାଣ କଥା ଯଦି କହିବି ଗୋଟେ ସମୁଦ୍ରଶାଳୀ ହୁଁ, ରାଜ୍ୟ। ଉଡ୍ର ଦେଶରୁ ଯେତେବେଳେ କଳିଙ୍ଗ ପରେ ମୁଁ ହୁଁ, କହିବି ଉତ୍କଳ ପରେ ଓଡ଼ିଶା ହେଇଛି। ହୁଁ, ଆ, କିନ୍ତୁ କାଳକ୍ରମେ ବିଭିନ୍ନ କାରଣରୁ ଆମେ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନାହାନ୍ତି। ତାର ଗୋଟେ ବହୁତ ବଡ଼ ରିଜନ୍ ମୁଁ କହିବି ଆ, ବାରମ୍ବାର ବନ୍ୟା ବାତ୍ୟା ଏସବୁ କାଲାମିଟିସ୍ ଯେମିତି ଯୋଉଭଳି ଭାବରେ ଆମ ଉପରେ ହେଲା ଏବଂ ଯୋଉଭଳି ଭାବରେ ଇଂରେଜ ମାନେ ମଧ୍ୟ ଆମ ଉପରେ ଅତ୍ୟାଚାର କରିଛନ୍ତି। କିନ୍ତୁ ଓଡ଼ିଶାକୁ ଯୋଉଭଳି ଭାବରେ ଇତିହାସରେ ସ୍ଥାନ ମିଳିବା କଥା ଏପର୍ଯ୍ୟନ୍ତ ସେ ସ୍ଥାନ ମିଳିପାରି ନାହିଁ। ହୁଁ, ଯଦି ଏବେକା କଥା କହିବି ଓଡ଼ିଶାର ଗୋଟେ ବିରାଟ ବଡ଼ ସମ୍ଭାବନା ଅଛି ହୁଁ, ଏବଂ ଯେମିତି ଆମେ ଆମର ଅନରେବଲ ପ୍ରାଇମ ମିନିଷ୍ଟର କହୁଛନ୍ତି ଯେ ପୂର୍ବୋଦୟ ବା ହୁଁ, ଇଷ୍ଟର୍ଣ୍ଣ ଷ୍ଟେଟ୍ ମାନଙ୍କ ବିକାଶ ଏଇ ଇଷ୍ଟର୍ଣ୍ଣ ଷ୍ଟେଟ୍ ମାନଙ୍କ ବିକାଶରେ ଓଡ଼ିଶା ମୁଁ କହିବି ଗୋଟେ ପ୍ରମୁଖ ସ୍ଥାନ ହୁଁ, ନେଇପାରିବ ବା ଗୋଟେ ଇଞ୍ଜିନ ହେଇପାରିବ। ତା କାରଣ ହଉଛି ଓଡ଼ିଶାରେ ଯାହା ଅଛି ହୁଏତ ସେଟା ବିଶ୍ୱରେ ତାହା ନାହିଁ। ହୁଁ, ଓଡ଼ିଶାରେ ଭାରତବର୍ଷର ଏସିଆର 97% କ୍ରୋମାଇଟ୍ ଅଛି, ନିକେଲ ଅଛି, ମାଙ୍ଗାନିଜ ଅଛି, ଆଇରନ୍ ଓର୍ ଅଛି, ବକ୍ସାଇଟ୍ ଅଛି, କୋଲ୍ ଅଛି। ଯଦି ମୁଁ କହିବି ଗୋଟେ ଲମ୍ବା ବହୁତ ବଡ଼ କଥା ଅଛି। ତେଣୁ ଯୋଉ ରେୟାର ମିନେରାଲ୍ସ ଗୁଡ଼ିକ ସବୁ ଓଡ଼ିଶା ମାଟି ତଳେ ଅଛି। ହୁଁ, ମାଟି ଉପରେ ସୁଦୀର୍ଘ ବେଳାଭୂମି ଅଛି, ମିଠା ପାଣି ଅଛି, ଜଙ୍ଗଲ ଅଛି, ପାହାଡ଼ ଅଛି, ଉର୍ବର ଜମି ଅଛି, ମ୍ୟାନ ପାୱାର ଅଛନ୍ତି, ସବୁ କିଛି ଅଛି। ହୁଁ, ଖାଲି ଆମକୁ ମତେ ଲାଗେ ଯେ ଆମର ଯୋଉ ୟୁଥ୍ ମାନେ ଅଛନ୍ତି, ହୁଁ, ଖାଲି ଯେ ସରକାର ସବୁ ଚାହିଁଲେ ଏବଂ ସେଟା ସବୁ କରିବେ ସେଟା ନୁହେଁ। ହୁଁ, ସାଧାରଣ ଲୋକଙ୍କୁ ମଧ୍ୟ ମାଇଣ୍ଡସେଟର ପରିବର୍ତ୍ତନ କରିବାକୁ ପଡ଼ିବ। ହୁଁ, ସମସ୍ତେ କେବଳ ଚାକିରି ପଛରେ ନ ଗୋଡ଼େଇ ଆମେ ଚାକିରି କିଭଳି ଭାବରେ ବାଣ୍ଟି ପାରିବା ବା ହୁଁ, ଆମେ କେମିତି ଷ୍ଟାର୍ଟଅପ୍ସ କରିପାରିବା, ହୁଁ, ଆମେ କିଭଳି ଭାବରେ ନିଜେ କିଛି ନା କିଛି ଗୋଟେ ବିଜନେସ୍ କରିପାରିବା, ସେ ଦିଗରେ ମଧ୍ୟ ଆମକୁ ଚିନ୍ତା କରିବାକୁ ପଡ଼ିବ। ଏବଂ ହୁଁ, ଗୋଟେ ବହୁତ ବଡ଼ ସମ୍ଭାବନା ଅଛି ଓଡ଼ିଶା ପାଇଁ। ମୁଁ କହିବି ଯେ ଓଡ଼ିଶାର ଯୋଉ ୟୁଥ୍ ମାନେ ଅଛନ୍ତି ସେମାନେ ଆ ଓଡ଼ିଆ ବୋଲି ଗର୍ବ ଅନୁଭବ କରିବା ଦରକାର ପ୍ରଥମେ। ହୁଁ, ଏବଂ ଗର୍ବ ଅନୁଭବ କରିବା ପାଇଁ ପ୍ରଥମେ ନିଜେ ନିଜକୁ ଜାଣିବା ଦରକାର। ନିଜେ ହୁଁ, ନିଜକୁ ଅର୍ଥାତ୍ ଓଡ଼ିଶାକୁ ଜାଣିବା ଦରକାର। ମତେ ଲାଗେ ଯେ ସବୁବେଳେ ମୁଁ କୁହେ ମଧ୍ୟ ଗୋଟେ କଥା ଯେ ସେମାନେ ସେଇ ହନୁମାନଙ୍କ ଭଳି ଯୋଉ ହନୁମାନ ନିଜର ଶକ୍ତି ଭୁଲି ଯାଇଛନ୍ତି। ହନୁମାନ ଜାଣିନଥିଲେ ଯେ ସେ କିଏ ବୋଲି। ଜାମ୍ବବାନ ତାଙ୍କୁ ମନେ ପକେଇଲେ ସେ କିଏ ବୋଲି ତାପରେ ସେ ଅ ସମୁଦ୍ର ଡେଇଁଲେ ବା ସୀତା ମାତାଙ୍କ ଖବର ଆଣିଲେ। ହୁଁ, ତେଣୁ ବହୁତ ଜଣ ଓଡ଼ିଆ ଏବେ ଏମିତି ଅଛନ୍ତି, ୟୁଥ୍ ମାନେ ଏମିତି ଅଛନ୍ତି ସେମାନେ ଓଡ଼ିଆରେ କଥା ହେବା ପାଇଁ ସଂକୋଚ ମନେ କରୁଛନ୍ତି। ହୁଁ, ସେମାନେ ଟିକେ ବାହାରକୁ ଗଲେ ହିନ୍ଦୀରେ ବା ଇଂଲିଶରେ କଥା ହେବାକୁ ଚାହୁଁଛନ୍ତି। ତା ହୁଁ, କାରଣ ହଉଛି ଏଇଆ ଯେ ସେମାନଙ୍କ ଭିତରେ ସେଇ ଆ ଗୌରବଟା ବା ଓଡ଼ିଶାର ସେଇ ଯୋଉ କଥାଟା ସେମାନଙ୍କ ଭିତରେ ସେମାନେ ଜାଣିନାହାନ୍ତି। ସେମାନେ କୋଉ ମାଟିର ପୁଅ ଝିଅ। ତେଣୁ ସେମାନେ ଜାଣିବା ଉଚିତ ଏବଂ ବହୁତ ବଡ଼ ସମ୍ଭାବନା ଅଛି ଓଡ଼ିଶାର ଆଗାମୀ ଦିନରେ। ମୋ ମତରେ ଓଡ଼ିଶା ନିଶ୍ଚିତ ଭାବରେ କେବଳ ପୂର୍ବୋଦୟର ନୁହେଁ ସମଗ୍ର ଭାରତବର୍ଷର ବିକାଶର ଇଞ୍ଜିନ ହବ ବୋଲି ମୋର ବିଶ୍ୱାସ। ନିଶ୍ଚିତ ସାର୍। ଏମିତି ହଉ ମଧ୍ୟ ଆଉ ଆମ ୟୁଥ୍ ମାନଙ୍କୁ ଆମ ଓଡ଼ିଶା ବିଷୟରେ ବହୁତ କିଛି ଜାଣିବାକୁ ପଡ଼ିବ। ତାହେଲେ ଯାଇ ଆମ ଓଡ଼ିଶା ଉନ୍ନତି କରିବ। ସାର୍ ଆପଣ ଜଣେ ଲକି ମଣିଷ କହିଲେ ଅତ୍ୟୁକ୍ତି ହେବନି। କାରଣ ଆପଣ ଅ ବିଗତ ବର୍ଷରେ ଯୋଉ ପାର୍ଟିରେ ଥିଲେ ସେ ପାର୍ଟି ଅ ଶାସନ ଦଳ ହିସାବରେ ଥିଲେ। ଏବେ ଯୋଉ ପାର୍ଟିରେ ଅଛନ୍ତି, ଏବେ ଯୋଉ ଦଳରେ ଅଛନ୍ତି ପଲିଟିକାଲ ପାର୍ଟିରେ, ଏବେ ସିଏ ଶାସନ ଦଳରେ ଅଛନ୍ତି। ସାର୍ ଯେତେବେଳେ ଶାସନ ଦଳରେ ଆପଣଙ୍କ ପାର୍ଟି ଥାଏ, ସେତେବେଳେ କାମ କରିବା ଟିକେ ଇଜି ହେଇଯାଏ କି? ନାଇଁ ମୁଁ ସେ କଥା ମୁଁ କହୁଛି ପୂର୍ବ କଥାଟା ଆପଣ ବୋଧେ ମୁଁ ମୋର ବାପାଙ୍କ ସହିତ ପିଲାବେଳୁ ରାଜନୀତି ସହିତ ଜଡ଼ିତ ଥିଲି। ହୁଁ, ହୁଁ। ଦୀର୍ଘ ଦିନ ଧରି ମୁଁ ବିରୋଧୀ ଦଳ ରାଜନୀତି କରିଛି। ଆଚ୍ଛା। ଦୀର୍ଘ ଦିନ ଧରି ମୁଁ ଅପୋଜିସନରେ ରହିଛି। ହୁଁ, ସୋ ତାପରେ 2014ରେ ମୁଁ ସକ୍ରିୟ ରାଜନୀତିକୁ ଆସିଲି। ସେ ପର୍ଯ୍ୟନ୍ତ ହୁଁ, ମୁଁ ତା ପୂର୍ବରୁ ନିଶ୍ଚିତ ଭାବରେ ମୁଁ ଷ୍ଟୁଡେଣ୍ଟ ପଲିଟିକ୍ସରେ ଥିଲି। ତା ପୂର୍ବରୁ ମୋ ବାପାଙ୍କ ସହିତ ବିଭିନ୍ନ ପ୍ରକାର ଆକ୍ଟିଭିଟିସରେ ମଧ୍ୟ ଥିଲି। ତ ଦୀର୍ଘ ଦିନ ଧରି ମୁଁ ଦେଖିଲି ଯେ ଅ କେବଳ ଆନ୍ଦୋଳନ ଏଜିଟେସନ ମାଧ୍ୟମରେ ଏଇ କାମ କରିହେବ। ସେଟା ମଧ୍ୟ ଗୋଟେ ଅଭିଜ୍ଞତା ମୋର ହେଲା। ତାପରେ ଯେତେବେଳେ ମୁଁ ଚାହିଁଲି ଯେ ସକ୍ରିୟ ରାଜନୀତିକୁ ଆସିବି ଅଥବା ମେନ୍ ଷ୍ଟ୍ରିମ୍ ପଲିଟିକ୍ସକୁ ଆସିବି, ସେତେବେଳେ ମଧ୍ୟ ଗୋଟେ ମୋର ଅଭିଜ୍ଞତା ହେଲା। ଏବଂ ଅଭିଜ୍ଞତା ଏହା ହେଲା ନିଶ୍ଚିତ ଭାବରେ ଅ ବିରୋଧୀ ଦଳରେ ରହିବାର ମଧ୍ୟ ଗୋଟେ ଅଲଗା ରକମ ଭୂମିକା ଅଛି, ତାର ଚାର୍ମ ଅଛି ହୁଁ, ଏବଂ ବିରୋଧୀ ଦଳ ହିସାବରେ ମଧ୍ୟ ଅନେକ କଥାକୁ ତମେ ଉଠେଇ ପାରିବ। ହୁଁ,
କିନ୍ତୁ ସରକାରକୁ ଆସିଲା ପରେ ମଧ୍ୟ ଅଧିକରୁ ଅଧିକ ଦାୟିତ୍ୱ ବଢିଯାଏ। ହୁଁ। ସେତେବେଳେ ନିଜେ ନିଜ କାନ୍ଧରେ ଦାୟିତ୍ୱ ନବାକୁ ପଡେ ଏବଂ ଯୋଉ ସମସ୍ୟାଟା ସେଟା ସମାଧାନ କରିବାକୁ ପଡେ। ସୁଯୋଗ ମଧ୍ୟ ଥାଏ। ହୁଁ। ତେଣୁ ନିଶ୍ଚିତ ଭାବରେ ମୁଁ କହିବି ଅନେକ କିଛି କଥା ମଧ୍ୟ ମୁଁ ସମାଧାନ କରିପାରିଛି ହୁଁ। ଏବଂ ସେଇ ଆତ୍ମସନ୍ତୁଷ୍ଟି ମଧ୍ୟ ଅଛି ଯେ ଯୋଉ ଯେମିତି ଭଲ ଆକ୍ଟିଂ କଲେ ତାଳି ବାଜିଲେ ଯେତେବେଳେ ହଲରେ ତାଳି ବାଜେ ଲୋକମାନେ ଅଟୋଗ୍ରାଫ ଦିଅନ୍ତି ଯୋଉ ଖୁସିଟା ଲାଗେ ହୁଁ। ଠିକ ସେଇଭଳି ଭାବରେ ଧରାଯାଉ ମୁଁ ଯାଇଥିବି ଲୋକମାନେ କହୁଥିବେ ଯେ ଆଜ୍ଞା ଏଠି ବ୍ରିଜ ଦରକାର ଆମର ହୁଁ। ଆମେ ଯାଇପାରୁନୁ ଏଠି ରାସ୍ତା ଦରକାର ଏଠି ପାଣି ଦରକାର ଏଠି ଆମକୁ ସ୍କୁଲ ଦରକାର ହୁଁ। ଯେତେବେଳେ ମୁଁ କରିଦିଏ ସେଟା ହୁଁ। କରିଦେଲା ପରେ ଯୋଉଦିନ ମୁଁ ସେଟା ଉଦ୍ଘାଟନ କରିବାକୁ ଯାଏ ହୁଁ। ସେତେବେଳେ ଲୋକଙ୍କ ଆଖିରେ ଯୋଉ ଖୁସିଟା ମୁଁ ଦେଖେ ଲୋକମାନେ ଯୋଉ ଖୁସିରେ କୁଣ୍ଢେଇ ପକାନ୍ତି ମତେ ହୁଁ। ସେ ଆତ୍ମସନ୍ତୁଷ୍ଟ ମଧ୍ୟ ସେଇଭଳି ଭାବରେ ଭଲ ଲାଗେ। ନିଶ୍ଚିତ ସାର୍। ତାଠୁ ବଡ ସନ୍ତୁଷ୍ଟି ବୋଧ ହୁଏ କିଛି ନାହିଁ। ସାର୍ ଆଉ ଗୋଟେ ଜିନିଷ ପଚାରିବି, ଆପଣ ଜଣେ ସଫଳ ଅଭିନେତା ଥିଲେ, ଆ ଅଭିନେତା ଅଛନ୍ତି ମଧ୍ୟ, ସଫଳ ନେତା ମଧ୍ୟ। ସାର୍ ଆ ଭିତରେ ଆପଣ ନିଜକୁ ଖୁସି ବୋଲି ଭାବନ୍ତି କି ମୁଁ ଯୋଉଥିରେ ପାଦ ଦଉଛି ସବୁଥିରେ ସଫଳ? ମୋର ମତରେ ଆ ତା ପଛରେ ବହୁତ ସଂଘର୍ଷ ଅଛି, ବହୁତ ପରିଶ୍ରମ ଅଛି, ବହୁତ କଷ୍ଟ ଅଛି, ବହୁତ ଯନ୍ତ୍ରଣା ମଧ୍ୟ ଅଛି ଏବଂ ସଂଘର୍ଷ ମଧ୍ୟ ଅଛି। ହଁ, ଏହା ଲୋକଙ୍କୁ ଲାଗେ ଯେ ଇଏ ହୁଏତ ଲକି, ଇଏ ହୁଏତ ଏଇଟା ତା ପଛରେ ଗୋଟେ ବହୁତ ବଡ ଜର୍ଣ୍ଣି ଅଛି ହୁଁ। ଏବଂ ସେ ଜର୍ଣ୍ଣିକୁ ମୁଁ ଯନ୍ତ୍ରଣାକୁ ସେ କଷ୍ଟକୁ ମୁଁ ସାଦରରେ ଗ୍ରହଣ କରିଛି ଏବଂ ସେ କଷ୍ଟ ସେ ଯନ୍ତ୍ରଣା ଆଜି ମତେ ଏଇଆ କରିଛି ବା ଏହା ଗଢିଛି। ତେଣୁ ମୁଁ ଭାବେ ପ୍ରତ୍ୟେକଟି ମଣିଷ ଜୀବନରେ ଯୋଉ ସଂଘର୍ଷ ଆସେ ଯୋଉ ଯନ୍ତ୍ରଣା ଆସେ ତାକୁ ଭଲ ଭାବରେ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଦରକାର ହୁଁ। ଏବଂ ସେଟା ନିଶ୍ଚିତ ଭାବରେ ଆଗକୁ ଯେମିତି କୁହାଯାଏ ଯେ ଗୋଟେ ଗୋଟେ ପଥର ଫୋପଡା ଯାଏ ତାକୁ ଜଣେ କିଏ କୋଉ ଭଳି ଭାବରେ ତାକୁ ୟୁଜ କରେ। ହୁଁ। ଜଣେ ଯଦି ଚାହିଁବ ସେ ପଥରକୁ ପଥର ଭାବରେ ନବ, ଜଣେ ଯଦି ଚାହିଁବ ତାକୁ ଷ୍ଟେପିଂ ଷ୍ଟୋନ ହିସାବରେ ନିଜେ ସଜାଡି ସେଇ ପଥରରେ ହିଁ ପାହାଚ ହୁଁ। କରି ଚଢିକି ଆଗକୁ ଯାଇପାରିବ। ତେଣୁ ଆ ମତେ ଲାଗେ ଯେ ଯାହା ବି ହେଇଛି ମୁଁ ଗ୍ରେଟଫୁଲ ଟୁ ମାନେ ଭଗବାନଙ୍କ ପାଖରେ ମୁଁ ବହୁତ ଗ୍ରେଟଫୁଲ। ଭଗବାନଙ୍କର ବହୁତ କରୁଣା ଅଛି, ଆଶୀର୍ବାଦ ଅଛି। ବାପାଙ୍କ ଆଶୀର୍ବାଦ, ମୋର ଗୁରୁଜନମାନଙ୍କ ଆଶୀର୍ବାଦ ଏବଂ ସମଗ୍ର ଓଡ଼ିଶାବାସୀଙ୍କ ଆଶୀର୍ବାଦ ମୁଁ କହିବି। ଅଭିନେତା ହିସାବରେ ସାରା ଓଡ଼ିଶାବାସୀ ଆଶୀର୍ବାଦ ପାଇଲାରୁ ମୁଁ ଏତେ ଭଲ କାମ କରିପାରିଲି ବା ଲୋକମାନଙ୍କ ହୃଦୟରେ ରହିପାରିଲି ଏବଂ ମୋ ନିର୍ବାଚନ ମଣ୍ଡଳୀବାସୀଙ୍କର ମଧ୍ୟ ପରି ଲୋକମାନଙ୍କର ଯୋଉ ଭଲ ପାଇବା, ଯୋଉ ଆଶୀର୍ବାଦ ଅଛି, ମୋ ପ୍ରତି ବିଶ୍ୱାସ ଅଛି, ତା ଫଳରେ ଆଜି ଏଇ ଜାଗାରେ ମୁଁ ଅଛି। ନିଶ୍ଚିତ ସାର୍। ଓଡ଼ିଶାବାସୀ ଏମିତି ଭଲ ପାଇବା ଦେଇନାହାନ୍ତି। ହୁଏତ ଆପଣ ସେତିକି ଭଲ ବୋଲି ଓଡ଼ିଶାବାସୀ ଆପଣଙ୍କୁ ଭଲ ପାଇବା ଦେଇଛନ୍ତି। ସାର୍ ଲାଷ୍ଟରେ ଗୋଟେ କ୍ୱେଶ୍ଚନ୍ ପଚାରିବି। ଯୋଉ ୟୁଥ୍ ମାନେ ଏବେ ପଲିଟିକ୍ସକୁ ଆସିବାକୁ ଚାହୁଁଛନ୍ତି, ତାଙ୍କୁ ଆପଣ କଣ ଆଡଭାଇସ୍ ଦେବେ? ନିଶ୍ଚିତ ଭାବରେ ମୁଁ କହିବି ଯେ ଗୋଟେ ତ୍ୟାଗ ମନୋଭାବ ନେଇକି ଆସନ୍ତୁ ରାଜନୀତିକୁ ଏବଂ ରାଜନୀତି ଅ ର ଅର୍ଥ ହଉଛି ରାଜନୀତି ମତେ ଯାହା ଲାଗେ ଯେ ଗୋଟେ ବହୁତ ସବୁଠାରୁ ଉଚ୍ଚ ନୀତି ହୁଁ। ହଉଛି ରାଜନୀତି ଏବଂ ନିଜର ମନକୁ ସେଇଭଳିଆ ସେମାନେ ତ୍ୟାଗର ଭାବନା ନେଇ ଦେଶ ପାଇଁ କିଛି କରିବାର ଭାବନା ନେଇ ମାଟି ପାଇଁ କିଛି କରିବାର ଭାବନା ନେଇ ଲୋକମାନଙ୍କ ପାଇଁ ସୋସାଇଟି ପାଇଁ କିଛି କରିବାର ଭଲ କାମ କରିବାର ଭାବନା ନେଇକି ଆସନ୍ତୁ ଏବଂ ଧୈର୍ଯ୍ୟର ସହିତ ଆସନ୍ତୁ। ହୁଁ। ପରିଶ୍ରମ କରିବାକୁ ପଡିବ, ବହୁତ ଧୈର୍ଯ୍ୟ ରଖିବାକୁ ପଡିବ ଏବଂ ନିଶ୍ଚିତ ଭାବରେ ଧୈର୍ଯ୍ୟ ରଖିଲେ ପରିଶ୍ରମ କଲେ ଗୋଟେ ଭଲ ମନୋଭାବ ନେଇ କାମ କଲେ ନିଶ୍ଚିତ ଭାବରେ ସଫଳତା ମିଳିବ ଏବଂ ସୋସାଇଟିରେ ମଧ୍ୟ ଗୋଟେ ସକାରାତ୍ମକ ପରିବର୍ତ୍ତନ ହବ। ନିଶ୍ଚିତ ସାର୍। ଆପଣ ସମସ୍ତଙ୍କର ଇନ୍ସପିରେସନ୍ ମଧ୍ୟ। ଆପଣ ସବୁବେଳେ ଇନ୍ସପିରେସନ୍ ହେଇକି ରୁହନ୍ତୁ। ଆଗକୁ ବହୁତ ଭଲ କାମ କରନ୍ତୁ। ଓଡ଼ିଶାକୁ ନ୍ୟାସନାଲ୍ ଲେଭେଲରେ ଆମକୁ ଗର୍ବିତ ଅନୁଭବ କରାନ୍ତୁ। ଥ୍ୟାଙ୍କ ୟୁ ସାର୍। ଆମେ ଥ୍ୟାଙ୍କ ୟୁ। ବହୁତ କଥା ହେଲେ, ବହୁତ ବିଷୟରେ କଥା ହେଲେ। ଥ୍ୟାଙ୍କ ୟୁ ସୋ ମଚ୍। ଏତେ ବିଜି ସ୍କେଡ୍ୟୁଲ ଭିତରେ ସମୟ ବାହାର କରିକି ଆସିଥିବାରୁ ନାଇଁ ନାଇଁ ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ସୋ ମଚ୍ ବହୁତ ଭଲ ଲାଗିଲା ମତେ ମଧ୍ୟ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ଥ୍ୟାଙ୍କ ୟୁ।